प्रणाम सर। हाँ चलो आम जो सकाल गोटे मक टेस्ट करते आलोचना करदबा है। आउ तुम मानक संध्या 5टार पिला आउ गोटे मक टेस्ट मिल शब्द रूप उपर ठीक अच्छे तो सेटा को समस्ते टिके कर देथिबा माने 7टार आलोचना करवा है। सर 5टा बेलू पठेबे। मुझे जस्ट करुच्ची पिले सरीनी तो है सेटा मुझे देख ये 34 नंबर मुझे चल पिले है तो ଭାଇନା ସବୁବେଳେ ସନ୍ଧ୍ୟା ବେଳେ ଯୋଉ ସେ ବ୍ୟାକରଣ ଯୋଉ ଗ୍ରାମାର ଆମର ଟେଷ୍ଟ ହବ। हाँ सबुदिन करवा है ए किसी असुविधा नहीं एबे हमें मक टेस्ट चलेगा जो व्याकरण पार्टा अच्छे है तो सकाळे ଆଜ୍ଞା एटा भाईना करूथबो। काली जो मैंने सुबह में था हम्म मतलब ना काली ये जो आप लोगों ने क्लास हितला एटा को क्लास हितला कि भाईना को क्लास टा कहना जो लॉन्च पड़ी सेटा अभिज्ञान 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 मतलब अभिज्ञान का पढ़ा है ना सेटा काली अभिज्ञान भाईना पठेलेनी अपन अपन येटा क्लास अभिज्ञान पठिया नहीं पिले पठे देथिबि ना बोधे क्लास के अपन पठिया नहीं ना पिले ना खाली पठेचा प्रत्येकटा खाली पठेछि अरे मु पठेनी काली पिले अभिज्ञान टा पठेछि पर पिले 63 नंबर क्लास टा ପଠାଇଛୁ ବା हम्म ପଠାଇଛୁ। पठा है ଆଜ୍ଞା सर ଭାଇନା ମନା କଲେ ଫାଷ୍ଟ ତାପରେ ଭାଇନା ରେକର୍ଡିଂ କରିକି ଦେଇଥିଲେ। ना 63 टा रेकर्डिंग हेइतला अभिज्ञान टा एटा रेकर्डिंग हेइ पार नथला जोटा संध्या बेला क्लास टा तो जस्ट तुमको पढ़े सारा पर मु पुणी आउ थे पिले बसिक आउ थे रेकर्डिंग कली संगे संगे करके मु तुमको पुणी आउ 64 टा पठेछि। हाँ हौ चलो पिले तो एथरे प्रथम प्रश्न थिला कि पिले सन्निपात्यो यमस्मिन् कौन हबो पिले संधि विच्छेद कले ସେଇଟା हाँ तो पिले सन्निपात्य प्लस अयम प्लस अस्मिन् सन्निपात्यो यमस्मिन् तापर अच्छे पिले तूल रासा विभाग्नि सर ତୁଳରାସୁ ପ୍ଲସ ଇବ ପ୍ଲସ तुलारासौ एव अग्निः तूल रासु प्लस इब प्लस अग्नि ठीक अच्छे तापर पिले चातिलोलम सर च युक्त ପ୍ଲସ ଅତିଲୋକ च सर ଏଇ ଯୋଉ ସାର୍ ଏଇ ଯୋଉ ଏକ୍ଜାମ ରେ ମାନେ ସନ୍ଧି ଗୁଡାକ ଏମିତି ଦି ଟିକିଆ ସନ୍ଧି ବିଚ୍ଛେଦ ଆସିବ ନା ଆପଣ ଯେମିତି ବର୍ତ୍ତମାନ ତିନି ଟିକିଆ କହୁଛନ୍ତି ସେମିତିଆ ଆସିପାରେ। सेमती कही हब कि से परीक्षा जहाँ थी से पकेब है ହଁ सेमती ଆଜ୍ଞା ସାର୍ किसी ये ना तो चाति लोलम पिले च प्लस अति लोलम चाति लोलम है ऑप्शन ए तापर पिले सरास्ते सराहा जुटते सराह जुक्त कते सरास्ते तदासु तत् जुक्त आसु तत जुक्त का आसु तदासु आउ पिले ଟିକେ ସେଇଟା हम्म ସାରେ ତତ୍ ଯୁକ୍ତ ଆସୁ ଯୋଉ ହେଲା ଯୋଉ ହଳନ୍ତ ପରେ ଆ ଅଛି ବୋଲି ତ ହେଇକି ତାପରେ କଣ ସଂଯୋଗ ହେଇଛି ନା ଏଠି ଆ ଅଛି ବୋଲି ଝିଅ ଏଇ ଯୋଉ ତଟା ଦ ହେଇଯିବ ଝଲାମ ତ ଟା ଯଶଓନ୍ତରେ ହଁ ଝଲମ ଦର୍ଶନରେ ତାପରେ ହେଲା ସଂଯୋଗ ହେଇଛି ନା हाँ तापर द हलंता मिसले दा ହେଇଯିବ ଆଉ ହେଲା ତଦାସୁ ଆଉ ଅଦ ପ୍ଲସ ଆସୁ କାହିଁକି ହବନି? ତଦ ପ୍ଲସ ଆସୁ ପିଲେ ଦେଖ ତଦ ପ୍ଲସ ଆସୁ ତ ରୂପ ହେଇଗଲା ଏଠି ଝିଅ ଠିକ ସେ ସନ୍ଧି ବିଚ୍ଛେଦ ପଚାରିଛି ନା କି ଆରମ୍ଭରୁ କଣ ଥିଲା ବୋଲି ହେଲା ତ ଆକ୍ଚୁଆଲି ପିଲେ ଦେଖିବାକୁ ଗଲେ ବି ତଦ ପ୍ଲସ ଆସୁ ଠିକ ହିଁ ଠିକ ଅଛି କିନ୍ତୁ ଯେହେତୁ ସେ ସନ୍ଧି ପିଚ୍ଛେଦ ପଚାରୁଛି ତାର ୟାର ମାନେ ନୁହେଁ କି ପିଲେ ଦ ଆରମ୍ଭରୁ ଅଛି ବୋଲି ସେ ଭାବିଛି କି ଆରମ୍ଭରୁ କଣ ଦେଇଛି ବୋଲି ଯେମିତି ତମମାନଙ୍କୁ ଯଦି ପିଲେ ମୁଁ ପଚାରିବି କି ବାଗି ସହର କଣ ସନ୍ଧି ବିଚ୍ଛେଦ ତମମାନେ କଣ କହୁଛ ମତେ ବାକ ପ୍ଲସ ଇସ କହୁଛ ନା ବାଗ ପ୍ଲସ ଇସ ବୋଲି କହୁଛ बाक ବାସ୍ ପ୍ଲସ ଇସ ତ ବାକ ପ୍ଲସ ଇସ କହୁଛ ନା କିନ୍ତୁ ବାଘ ପ୍ଲସ ଏଇ ଶବ୍ଦ କହିଲେ କିଛି ଅସୁବିଧା ବି ନାହିଁ ତା ବି ଠିକ ଅଛି କିନ୍ତୁ ଯେହେତୁ ସନ୍ଧି ବିଚ୍ଛେଦ ସେ ପଚାରୁଛି ତ ତାର ଲକ୍ଷ୍ୟ ଟା ପିଲେ କଣ କହିବା ପାଇଁ ତମକୁ ଏଠି କଣ କହିବା ପାଇଁ ତା ମୂଳ ଶବ୍ଦଟାକୁ ନିଆଯିବ ସବୁବେଳେ। ନାଇଁ ମୂଳ ଶବ୍ଦରେ ତ ବାକ ବି ରହିବ ବାଘ ବି ରହିବ କିଛି ଅସୁବିଧା ନାହିଁ ହେଲା ତ ରୂପ ହେଲା ପରେ ହେଲା କିନ୍ତୁ ସେ ମାନେ ଯେହେତୁ ସନ୍ଧି ବିଚ୍ଛେଦ ସେ ପଚାରୁଛି ତା ଲକ୍ଷ୍ୟ ରଖି ପଚାରୁଛି ଏଇଟାକୁ ପିଲେ ତମେ ସେଇଟାକୁ ବୁଝିବାର ଅଛି ହେଲା ତାପରେ ପିଲେ ପୁରୋର ବଂଶେ
ପୁର ପୁରୋହ ପ୍ଲସ ବଂଶେ ପୁରର ବଂଶେ। ତାପରେ ସାର୍ ଟିକେ କହିବେ ଏଟା କେମିତି ହେଲା? ଏଇ ତ ବିସର୍ଗର ତ ରେଫ ହେଇଗଲା ଆଉ କଣ ଏଥିରେ ଅଛି ଆଉ ବିସର୍ଗର ର ହେଇଗଲା ରେଫ ଟା ହେଇଗଲା ଉପରକୁ ଆଉ ହେଲା। ସେଇଟା ହବନି। ସି କାହିଁ କରିବ ସି କଣ ରୂପ କି ପୁରୋହ ମାନେ ପୁରୁ ଶବ୍ଦର ଷଷ୍ଠୀ ବ୍ୟକ୍ତି ଏକ ବଚନ ହେଇଛି ପୁରୋହ ହେଲା। ଆଜ୍ଞା ସାର୍। ହୁଁ ତାପରେ ପିଲେ ଗୁଣ ପେତମ। ଗୁଣ ଯୁକ୍ତକ ଉପେତମ ପିଲା ଗୁଣ ଉପେତମ ତ ପ୍ରାୟ ପିଲାଙ୍କର ଏଥିରେ ଡାଉଟ ଯେ ଏଠି ବିସର୍ଗ କାହିଁକି ହବ ନହେଲେ ପିଲା ବିସର୍ଗ ହେଲେ କଣ ଓକାର ହେଇପାରିବ କେବେ ହେଲେ କୁହ ଓକାର ହବନି କେବେ ହେଲା। ତାପରେ ପିଲେ ବାଣ ହଁ ପ୍ରଥମା ହଁ ତ ପିଲେ ଉକ୍ତ କର୍ମଣୀ ପ୍ରଥମା ସନ୍ନିପାତ୍ୟ ହ ପାଇଁ ନା ନାଇଁ ମୃଗ ଶରୀରେ ଅଧିକରଣେ ସପ୍ତମୀ ଆଉ ପିଲେ ତୁଲ ରାସଉ ତ ଇଏ ବି ଅଧିକରଣ ସପ୍ତମୀ ପିଲେ ଠିକ ଆଉ ଅଗ୍ନି ହିଁ ଅଭ୍ୟଯୋଗେ ପ୍ରଥମା। ସାର୍ ତ ଏଇଟା ଉକ୍ତି କର୍ମୀ ପ୍ରଥମା କେମିତି ହେଲା? ଏଇଟା ତ ମୁଁ ପଢିଲା ବେଳେ ତମକୁ ଇବଯୋଗ ପ୍ରଥମା କହିଥିଲି ଯେହେତୁ ଇବଯୋଗ ହଁ ପ୍ରଥମା ହଁ ପିଲା ହଉଥିଲା। ତାପରେ ତ ମୁଁ ତମକୁ ମନା ହିଁ କଲି ପିଲେ ଏବେ ଆଉ ଇବଯୋଗ ପ୍ରଥମକୁ ତମେ ପ୍ରିଫର କରିବନି ଠିକ ଅଛି। ଆଉ ଯେହେତୁ ପିଲେ ଇବଯୋଗ ପ୍ରଥମ ହବନି ତାହେଲେ ହବ ପିଲେ କଣ ନା ଯେହେତୁ ସେ କହୁଛି କି ତୁଳରାସଉ ଅଗ୍ନି ଇବ ମାନେ ତୁଳ ରାଶି ପାଇଁ ଅଗ୍ନି ପରୀକ୍ଷା କୋଉଟା ଅଟେ ପିଲେ ନା ତବ ବାଣ ହଁ ମୃଗ ଶରୀରେ ତବ ବାଣ ହଁ ତାହେଲେ ବାଣର ପିଲେ ଇଏ ଯେହେତୁ କଣ ଉପମାନ ପିଲେ ଅଗ୍ନି ତେବେ ବାଣର ପିଲେ ଯାହା ହଉଛି ଅଗ୍ନିର ମଧ୍ୟ କଣ ହବ ସେଇୟା ହିଁ ହେଇଯିବ ହେଲା ଉକ୍ତ କର୍ମଣି ପ୍ରଥମା ଠିକ ଅଛି। ସାର୍ ଏଇ ଅଭଯୋଗ ପ୍ରଥମ ହବନି? ନାଇଁ ଅଭଯୋଗ ପ୍ରଥମ ହବନି ମୁଁ କହିଲି ପରା ପିଲେ ଏଇପଟକୁ ତମେ ପ୍ରିଫର କରନି କାହିଁକି ନା ଓଡିଶା ଗଭର୍ଣ୍ଣମେଣ୍ଟ ଗ୍ରହଣ କରୁନି ତ ସେଥିପାଇଁ ଯଦି ଇବ ଯୋଗେ ସେମିତି କଲା ଅବୟୋଗ ଯଦି ଦେଇଥିବ ଅପସନ ରେ ତାହେଲେ ଆମେ ଦେଇଥିଲେ ବି ଅବୟୋଗ କରିବାନି। ନାଇଁ କରିବନି ତମେ ଉକ୍ତ କର୍ମଣି ପ୍ରଥମେ ହିଁ କରିବ ହେଲା କାହିଁକିନା ସେମିତି ପ୍ରଶ୍ନ ଅଲରେଡି ଆସି ସାରିଛି ତ ଠିକ ଅଛି। ଆଜ୍ଞା ସାର୍। ସାର୍ ନାଇନ୍ଥ କ୍ଲାସ ବହିରେ ଇବ ଦେଇନି ତ ସେଥିପାଇଁ ଆଉ ଇବ ସେ ନଉନି ପିଲେ ଓଡିଶା ଗଭର୍ଣ୍ଣମେଣ୍ଟ ଇବ ଯୋଗେ ପ୍ରଥମକୁ ଗ୍ରହଣ କରୁନି ସେଥିପାଇଁ ଇବ ଯୋଗେ ପ୍ରଥମ କରିବନି ତ ନର୍ମାଲି ଅନ୍ୟଟା କରିବ ପିଲେ ଆଉ ପିଲେ ହରିଣ କା ନାମ ଶେଷେ ଷଷ୍ଠୀ ପିଲା ହରିଣ କା ନାମ ଆଉ ଜୀବିତମ କର୍ତ୍ତରୀ ପ୍ରଥମା। କର୍ତ୍ତରୀ ପ୍ରଥମା ପିଲେ ହେଲା ତାପରେ ସରାହା କର୍ତ୍ତରୀ ପ୍ରଥମା। କର୍ତ୍ତରୀ ପ୍ରଥମା ସରାହା ଆଉ ସାୟକମ୍ ନିତ୍ୟ କର୍ମଣି ଦ୍ୱିତୀୟା। ସେଟା କଣ ଥିଲା କି ପିଲେ ହଁ ତଦାଶୁ କୃତ ସନ୍ଧାନମ୍ ପ୍ରତି ସମ୍ଭର ସାୟକମ୍ ତାହେଲେ ପିଲା ଅନୁକ୍ତ କର୍ମଣି ଦ୍ୱିତୀୟା ଠିକ ଆଉ ଆର୍ତ ତ୍ରାଣାୟ ହୁଁ ତୁମୁନ ଅର୍ଥେ ଭାବ ବଚନ ନିମିତ ଅର୍ଥ ଚତୁର୍ଥୀ ପିଲା ଏଠି ହବନି ହେଲା ଆର୍ଥ ତ୍ରାଣୟ ମାନେ ପିଲା ଏଠି କଣ କି ହେଲା କାର ଟିକେ ଅନମ୍ୟୁଟ ଅଛି ପିଲେ ସାଉଣ୍ଡ ଅଛି ଦେଖ ମାନେ ଆର୍ତାନ ତ୍ରାତୁମ ଏମିତି ପିଲା ରୂପ ଥିଲା ଆର୍ତ ମାନଙ୍କୁ ରକ୍ଷା କରିବା ପାଇଁ କିନ୍ତୁ ସେ ତ୍ରାତୁମ ଟା ନ କରିକି ତ୍ରାତୁମ ଟାକୁ ପିଲେ ଭାବ ବଚନ କରିଦେଇଛି ହେଲା କି ଆର୍ତ ତ୍ରାଣୟ କରିଦେଇଛି ତ ସେଥିପାଇଁ ପିଲେଟି ତୁମୁନ ଅର୍ଥେ ଭାବ ବଚନା ଚତୁର୍ଥୀ ହେଇଯିବ ହେଲା। ସାର୍ ଗୋଟେ ବହିରେ ଦେଇଛି ଦିଟା ହବ ତାଦାର୍ଥ ବି ହବ ଆଉ ଗୋଟେ ତୁମନାର୍ଥ ବି ହବ। ଯେ ତାଦର୍ଥ୍ୟଠୁ ଅଧିକ ଠିକ ଯେ ତୁମୁନ ଅର୍ଥେ ଭାବ ବଚନାର୍ଥ ଠିକ ଅଛି। ଚାଲ ତାପରେ ପିଲେ ବହ ଶେଷ ଷଷ୍ଠୀ। ଶେଷେ ଷଷ୍ଠୀ ତ ବହ ପିଲେ ଏଠି ଷଷ୍ଠୀ ବିଭକ୍ତି ହେଇଛି ଠିକ ଅଛି ଯୁଷ୍ମାକମ ବହ ଆଉ ଶସ୍ତ୍ରମ୍ କର୍ତ୍ତରୀ ପ୍ରଥମା। କର୍ତ୍ତରୀ ପ୍ରଥମା ପିଲା ଶସ୍ତ୍ରମ୍ ତାପରେ ଅନାଗସୀ ଅଧିକରଣେ ସପ୍ତମୀ। ଅଧିକରଣ ସପ୍ତମୀ ଜନ୍ମ କର୍ତ୍ତରୀ ପ୍ରଥମା। କର୍ତ୍ତରୀ ପ୍ରଥମା ପୁତ୍ରମ୍ କର୍ମଣି ଦ୍ୱିତୀୟା। କର୍ମଣି ଦ୍ୱିତୀୟା ତାପରେ ପିଲେ ପୁରୋହ ଶେଷେ ଷଷ୍ଠୀ ଶେଷ ଷଷ୍ଠୀ। ହେଲା ବଂଶେ
अधिकरण सप्तमी अधिकरण मृग शरीरे इत्यत्र कः समासः षष्ठी तत्पुरुष षष्ठी तत्पुरुष पिले मृगस्य शरीरे मृग शरीरे ना नहीं मृगस्य शरीरे मृग शरीरे ଆଉ ତାପରେ ପିଲେ ନିଶ୍ଚିତ ନିପାତः इत्यत्र कः समासः बहुव्रीहि बहुव्रीहि ପିଲେ ତ ବିଗ୍ରହ ବାକ୍ୟ କହିଥିଲି ପିଲେ ମୁଁ କି ନିଶ୍ଚିତାः निपाताः निपाताः येषां ते ହେଲା ତାପରେ କୃତ ସନ୍ଧାନମ୍ कृतं सन्धानं यस्य तत् ତ କୃତମ୍ ସନ୍ଧାନମ୍ यस्य तत् କୃତ ସନ୍ଧାନମ୍ ଆଉ ଆର୍ତ ତ୍ରାଣାୟ इत्यत्र कः समासः षष्ठी तत्पुरुष पिले हाँ आर्तानां त्राणाय अर्थ त्राणाय ठीक है आर्तानां त्राणाय अर्थ त्राणाय तापरे सन्निपात्य रे पिले तो सेकंड तो समन्नि पत्रु निजंत रे पिले नियत प्रत्यय है ना तापरे प्रहरतुम मृदुनि इत्यस्य कः अर्थः कमले कोमले हाँ अनागसी अनागसी पिले निष्पापे सायकम इत्यस्य कः अर्थः तो सायकम पिले बाण ठीक है तम पिले अलगा आवाज आछे कि पिले घंटा बाजियार आवाज आज्ञा सर के अनुरोध ଟିକେ ପ୍ରୋବ୍ଲେମ ହଉଛି ତ ଗୋଟେ ମିନିଟ ପିଲେ ଖାଲି ଆକ୍ଚୁଆଲି ଆମର ହିଁ ଏଇଠି ପିଲେ ଏମିତି ଟିକେ ପ୍ରୋବ୍ଲେମ ହଉଛି ତ ଟିକେ ଚାଲ ତମକୁ ପିଲେ ସ୍କ୍ରିନ୍ ଶୋ କରୁଛେ ନା हाँ सर स्क्रीन शो कर ଚଳିବ ତ ପିଲେ ଏବେ ଆଉ ଏତେ ଜୋରେ ଆବାଜ ଆସୁନି ନା चलो आमर एठी ये चलछि तो पणा संक्रांति पर्यंत जो गंजाम रे पिले फेमस यात्रा हुए दंड यात्रा बोली तो सेति पॉइंट के ये हबो एक खराबल टाइम टा चलो हैला तो आउ पिला मानकर अभिज्ञान शाकुंतल रा माने देखि देथिले प्रथम अंक सरी गेला प्रथम अंक जहा जे इंपोर्टेंट हे गेला हैला तो प्रथम अंक रा त माने हां सर जो अव्यय जो कि प्रथमा न हेबा कथा कहिथिले सेतरे केवल इब थिले उक्त कर्मणि प्रथमा हेबो ना नाम इति इत्यादि अव्यय थिले मध्य उक्त कर्मणि प्रथमा नाम इति एसु रहिले हबो पिले अव्यय जो प्रथमा जेति क्षेत्र हमर लिखा है इति एब नाम अपि हैला ए सब जाक थिला हबो अव्यय जो प्रथमा आपण कहले उक्त कर्मणि प्रथमा हेबो बोली अरे उक्त कर्मणि प्रथम जोटी हौ तो उक्त कर्मणि प्रथमा केवल इब छाड़ी करी आ बाकी इति अपि नाम एगुडा थिला हबो अव्यय जो प्रथमा ना केवल इब को छाड़ी देले ठीक अछि हां केवल इब को तुम प्रेफर करबो ना आ सब को प्रेफर करबो हैला तो तम मान गफले नेक्स्ट जो काली की हबो एग्जाम टा तो एई तक श्लोक प्ले सेथिरा आसीबो हैला तमे एई तक श्लोक खातरे मेंशन कर देथा केते नंबर श्लोक हैला 13 16 आउ 20 पिले धर्म्यास्तपोधनानां प्रतियत विघ्नाः आउ शांतमिदम आश्रम पदम आउ सरसिज मनुविद्धम शैवले नापिरम्यम ए तीनटा श्लोक पिले करबा काली के ठीक अछि सर 70 भी तो इम्पोर्टेंट ना कोन आपण कहिथे 70 भी इम्पोर्टेंट कहिथिले 17टा किछि 17टा जे कोन थला ए जो 17 नंबर श्लोक पिले ए जो एटा थला दूरीकृतः खलु गुणे ही उद्यानलता वनलता एटा त ज्या जो शुद्धांत दुर्लभमिदम हां सेटा एते भी इम्पोर्टेंट हैला से शक्ति को आइतला शक्ति में कहते ए जो दूरीकृतः खलु गुणे ही एटा मु कहितले पिले जे एटा एते भी ये नाही पिले आमे एबे केवल देतक माने पूरा मोस्ट इम्पोर्टेंट हेई परिबो केवल सेउडा करबा हैला आउ बाकी नंबर
ଶ୍ଲୋକ ନମ୍ବର ଟା ଆଉଥରେ ଦେଖନ୍ତୁ। ଶ୍ଲୋକ ନମ୍ବର ଦେଖେଇଲି ପରା 13 ନମ୍ବର 13, ହେଲା 16, 20। 13, 16, 20 ଠିକ ଅଛି। ଚାଲ ବର୍ତ୍ତମାନ ପିଲା ଆମେ ଦ୍ୱିତୀୟ ଅଙ୍କକୁ ଯିବା। ଦ୍ୱିତୀୟ ଅଙ୍କରେ ପିଲା ତମକୁ ଦିଟା ଶ୍ଲୋକ ଇମ୍ପୋର୍ଟାଣ୍ଟ ଦେଖିବାକୁ ପିଲେ ମିଳିବ ହେଲା। ତ ପ୍ରଥମ ଶ୍ଲୋକ ସେ ଦେଇଛି ପିଲେ ଠିକ ଅଛି। ଦୁଷ୍ୟନ୍ତ ପିଲେ ଶ୍ଲୋକ କହିଛନ୍ତି ହେଲା, କାମಂ ପ୍ରିୟା ନ ସୁଲଭା ମନସ୍ତୁ ତଦଭାବ ଦର୍ଶନା ଶ୍ୱାସୀ ଅକୃତାର୍ଥେ ଅପି ମନସି ଯେ ରତିମ୍ ଉଭୟ ପ୍ରାର୍ଥନା କୁରୁତେ ହେଲା। ଚଲ ତାହେଲେ ସେଥିରେ କଣ କହୁଛନ୍ତି ପିଲେ କି କାମମ କାମମ ଶବ୍ଦର ଥରେ ମୁଁ ଅର୍ଥ କହିଥିଲି ପିଲେ ଅବ୍ୟୟ ପଦ ବୋଲି। କଣ ଅର୍ଥ କହିଥିଲି? କାଲି କହିଥିଲି ପିଲେ କାମମ ନ ତିଷ୍ଠତି ମଦାନନ ସମ୍ମୁଖୀୟମ୍ ଯୋଉ ବାଚମ ନ ମିଶ୍ରୟତି ଯଦ୍ୟପି ମଦ୍ବଚୋଭିଃ ସେ ଶ୍ଲୋକରେ କହିଥିଲି ସତ୍ୟମ୍ ସତ୍ୟ ହେଲା। ତ କାମମ ଏହା ସତ ଯେ ତ ପ୍ରିୟା ତ ମୋର ଯେ ପ୍ରିୟା ଶକୁନ୍ତଳା ନ ସୁଲଭା ସୁଲଭା ନୁହେଁ ସହଜେ ମିଳିଯିବନି ଠିକ ଅଛି। ତାହେଲେ ପିଲେ ପ୍ରିୟା ନ ସୁଲଭା ଭବତି ତାହେଲେ ପ୍ରିୟା ଟା କଣ ହେଇଯିବ ପିଲେ ପ୍ରିୟା ହଉ କି ସୁଲଭା ହଉ ଏସବୁ କଣ ହେଇଯିବ କର୍ତ୍ତରୀ ପ୍ରଥମା। ପ୍ରଥମା। ତାହେଲେ ପିଲେ କାମମ ରାଜା କହୁଛନ୍ତି କାମମ ଏହା ସତ ଯେ ପ୍ରିୟା ନ ସୁଲଭା ମାନେ ମୋର ପ୍ରିୟ ଶକୁନ୍ତଳା ସୁଲଭା ନୁହେଁ ସହଜରେ ମୁଁ ତାକୁ ପାଇପାରିବି ନାହିଁ। କିନ୍ତୁ ମନସ୍ତୁ କିନ୍ତୁ ମୋର ମନ ତଦଭାବ ଦର୍ଶନ ଆଶ୍ୱାସୀ ତାହେଲେ ପିଲେ ମନଃ ଆଉ ପିଲେ ତଦଭାବ ଦର୍ଶନାଶ୍ୱାସୀ ଏ ଗୋଟିଏ ପଦ ପିଲେ ତ ଏ ଦିଟା ମଧ୍ୟ ପିଲେ କର୍ତ୍ତରୀ ପ୍ରଥମା ହେଲା। ତଥାପି ମୋର ମନ ନା ଆଶ୍ୱାସୀ ଅଟେ ଟିକେ ଆଶ୍ୱସ୍ତ ଅଟେ କାହିଁକି ନା ଶକୁନ୍ତଳାଙ୍କର ସେଇ ଭାବକୁ ଦେଖିକିରି। କୋଉ ଭାବକୁ ଦେଖିକିରି? ମୋ ପ୍ରତି ଥିବା ତାଙ୍କର ସେ ପ୍ରେମ ଭାବକୁ ଦେଖିକିରି ହେଲା। ତାପରେ କହୁଛନ୍ତି କାହିଁକି ନା ଅକୃତାର୍ଥେ ଅପି ମନସିଜେ ତ ମନସିଜେ ମାନେ ପିଲେ କିଏ ସେ କାମଦେବ ହେଲା। ତ କାମଦେବ ଅକୃତାର୍ଥେ ଅସଫଳ ହେଲେ ମଧ୍ୟ ତାହେଲେ ପିଲେ କାମଦେବ ଅସଫଳ ହୁଅନ୍ତେ ଏଭଳି ପିଲେ ହେଇଯିବ ନା ମନସିଜେ ଅକୃତାର୍ଥେ ତାହେଲେ ପିଲେ କଣ ହେଇଯିବ ଏଠି ଏଠି କୋଉ ସମାସ ପିଲା ହବ ଏ ସରି ସକାରଣ ବ୍ୟକ୍ତି କଣ ହବ ଭାବେ ସପ୍ତମୀ କରିଦବ ପିଲାଙ୍କୁ ହେଲା। ତ ମନସିଜେ ଅକୃତାର୍ଥେ ସତୀ ପିଲେ ଏମିତି ରହିବା କଥା ତ ସତୀ ଏଠି ତ ନାହିଁ ଠିକ ଅଛି। ତ ମନସିଜେ ଅକୃତାର୍ଥେ ଅପି ତାହେଲେ ଏଇ ଯୋଉ ଦିଟାକୁ ତମେ କଣ କରିବ ପିଲେ ଭାବେ ସପ୍ତମୀ ହେଲା। ତ ମନସିଜେ ଅକୃତାର୍ଥେ ସତୀ ତ କାମଦେବ ଅସଫଳ ହୋଇଯାଆନ୍ତେ ତଥାପି ମଧ୍ୟ ଉଭୟ ପ୍ରାର୍ଥନା ପିଲେ ଉଭୟ ପ୍ରାର୍ଥନା ମାନେ ଉଭୟ ମାନେ ଯୋଉ ପୁରୁଷର ଆଉ ସ୍ତ୍ରୀର ଠିକ ଅଛି ଉଭୟଙ୍କର ପ୍ରାର୍ଥନା ପରସ୍ପରକୁ ପାଇବାର ଯୋଉ ଇଚ୍ଛା ତାହା ପିଲେ କଣ କରିଥାଏ ନା ରତିମ କୁରୁତେ ତ ପରସ୍ପର ଭିତରେ ପ୍ରେମ ସୃଷ୍ଟି କରିଥାଏ। ତ ସେଥିପାଇଁ କାମଦେବ ଆଜି ଅସଫଳ ହେଇଯାଇଛନ୍ତି ସତ କାମଦେବ ଅସଫଳ ହେଇଯାଇଛନ୍ତି ତାର ମାନେ ପିଲେ ଏଇଆ କି ରାଜା ଦୁଷ୍ୟନ୍ତ ଶକୁନ୍ତଳା ଏମାନେ ପରସ୍ପରର ମନ କଥା କହି ପାରିନାହାନ୍ତି ପରସ୍ପରକୁ। ହଁ ସେଥିପାଇଁ କାମଦେବ ଅସଫଳ ହେଲେ ମଧ୍ୟ ଶକୁନ୍ତଳା ବି ଚାହୁଁଛି ମତେ ମୁଁ ବି ତାଙ୍କୁ ଚାହୁଁଛି ଆମ ଉଭୟଙ୍କର ପ୍ରାର୍ଥନା ଅଛି ପରସ୍ପରକୁ ପାଇବାର ଆଉ ସେଇ ପ୍ରାର୍ଥନା ହିଁ ରତିମ କୁରୁତେ ତାହା ମଧ୍ୟ ପ୍ରେମ ସୃଷ୍ଟି କରିପାରେ। ତାହେଲେ ପିଲେ ଏଠି ଉଭୟ ପ୍ରାର୍ଥନା ଇଏ ହେଲା ପିଲେ କର୍ତ୍ତରୀ ପ୍ରଥମା କୁରୁତେର ପିଲେ କର୍ତ୍ତା ରତିମ ହେଲା ପିଲେ କର୍ମଣୀ ଦ୍ୱିତୀୟ ହେଲା। ତ ଉଭୟ ପ୍ରାର୍ଥନା କିମ୍ କୁରୁତେ ନା ରତିମ କୁରୁତେ ତ ପ୍ରେମ ସୃଷ୍ଟି କରିଥାଏ। ତାହେଲେ ବୁଝିଗଲା ପିଲେ ସେ କହୁଛନ୍ତି କି ଏହା ସତ ଯେ ମୋର ପ୍ରିୟା ଶକୁନ୍ତଳା ସୁଲଭା ନୁହେଁ କିନ୍ତୁ ମୋର ମନ ସେ ଶକୁନ୍ତଳାଙ୍କର ସେ ଭାବକୁ ଦେଖିକିରି ଆଶ୍ୱସ୍ତ ଅଟେ। ଆଉ କାମଦେବ ଅସଫଳ ହେଇଯାଇଛନ୍ତି ସତ ତଥାପି ମଧ୍ୟ ଉଭୟଙ୍କର ଯେହେତୁ ପିଲେ ପରସ୍ପର ପ୍ରତି ଇଚ୍ଛା ଅଛି ତାହା ହିଁ ରତିମ କୁରୁତେ ତାହା ବି ପ୍ରେମକୁ ସୃଷ୍ଟି କରିପାରେ। ତାହେଲେ ଏଥିରେ କଣ ପିଲେ ହେଇଯିବ ସନ୍ଧି ପିଲେ ମନସ୍ତୁରେ ମନଃ ପ୍ଲସ ତୁ ହେଲା ଆଉ ସନ୍ଧି କିଛି ନାହିଁ ଏଥିରେ ରତିମ ପ୍ଲସ ଉଭୟ ପ୍ରାର୍ଥନା ସେମିତି ମିଶିକିରି ଅଛି ଆଉ ହେଲା। ଠିକ ଅଛି ଆଉ ଏଥିରେ ପିଲେ କିଛି ବିଶେଷ ଜିନିଷ ନାହିଁ ହେଲା। କାମମ ସେ ଅବ୍ୟୟ ପଦ ଠିକ ଅଛି। କାମମ ସନ୍ଧି ମନସ୍ତୁ ଝିଅ ମନଃ ପ୍ଲସ ତୁ ମନସ୍ତୁ। ହଁ ଏଠି ଗୋଟେ ପିଲା ଅକୃତାର୍ଥେ ଅପି ଏଠି ଖଣ୍ଡ ଅକାର ରହିବା କଥା ପିଲେ ଏଠି ଖଣ୍ଡ ଅକାର ନାହିଁ ଏଇଟା ବି ସନ୍ଧି କଲେ ପିଲେ କଣ ହେଇଯିବ ଅକୃତାର୍ଥେ ପ୍ଲସ ଅପି ଅପି ହେଲା ଅକୃତାର୍ଥେ ଅପି ଠିକ ଅଛି।
ଆଉ ବାକି ସମାସ ଏଥିରେ ସେମିତି କିଛି ନାହିଁ ପିଲେ, ବିଶେଷ ସମାସ। ଠିକ ଅଛି, ଖାଲି ପିଲେ ନ କୃତାର୍ଥ ଅକୃତାର୍ଥ ଇଏ ଗୋଟେ ସମାସ ହେଇଯିବ ପିଲେ। କୋଉ ସମାସ? ନାଇଁ ତତ୍ପୁରୁଷ। ନୟ ତତ୍ପୁରୁଷ ପିଲେ। ନ କୃତାର୍ଥ ହେଲା ତସ୍ମିନ୍ ଅକୃତାର୍ଥେ, ତ ଇଏ ପିଲେ ଗୋଟେ ହେଇଗଲା ନୟ ତତ୍ପୁରୁଷ। ଆଉ ପିଲେ ଉଭୟ ପ୍ରାର୍ଥନା ଗୋଟେ ହେଇଯିବ ପିଲେ ଉଭୟୋଃ ପ୍ରାର୍ଥନା ହେଲା। ଠିକ ଅଛି ପିଲେ, ଉଭୟୋଃ ପ୍ରାର୍ଥନା, ଉଭୟ ପ୍ରାର୍ଥନା। ଆଚ୍ଛା ପିଲେ ଏଠି ଉଭୟୋଃ ପ୍ରାର୍ଥନା ହବ ନା ଉଭୟୋଃ ପ୍ରାର୍ଥନା ହବ, କୋଉଟା ଠିକ ରହିବ? ଉଭୟୋଃ ହେଲା, ଉଭୟୋଃ ସାର୍ ପ୍ରାର୍ଥନା। ଉଭୟୋଃ ପ୍ରାର୍ଥନା। ତ ଷଷ୍ଠୀ ତତ୍ପୁରୁଷ ପିଲେ, କାହିଁକିନା ଦିଟା ଶବ୍ଦ ପିଲେ ଅଛି, ଗୋଟେ ଉଭୟ ଶବ୍ଦ ବି ଅଛି, ଗୋଟେ ଉଭୟ ଶବ୍ଦ ବି ଅଛି। ଉଭୟ ଶବ୍ଦର ଷଷ୍ଠୀ ଦୁଇ ବଚନ ପିଲେ ଉଭୟୋଃ, କିନ୍ତୁ ଉଭୟ ଶବ୍ଦର ଷଷ୍ଠୀ ଦୁଇ ବଚନ ପିଲେ ଉଭୟୋଃ ଉଭୟୋଃ। ହେଲା। ତ ଏଠି ପିଲେ ଉଭୟୋଃ ପ୍ରାର୍ଥନା, ଉଭୟ ପ୍ରାର୍ଥନା। ଠିକ ଅଛି, ଷଷ୍ଠୀ ଉଭୟ ତତ୍ପୁରୁଷ। ଶବ୍ଦର ଷଷ୍ଠୀ ଦିବଚନ ଉଭୟୋଃ। ହଁ ଉଭୟୋଃ ହେଲା। ଚାଲ ତାପରେ ସେଥିରୁ ଆଉ କଣ କହୁଛନ୍ତି ପିଲେ ରାଜା? ଦର୍ଶନ ଟା କର୍ତ୍ତରୀ ପ୍ରଥମା। ଏଇ ଟୋଟାଲ ରାଜା ତଦଭାବ ଦର୍ଶନାଶ୍ୱାସୀ ଗୋଟିଏ ହିଁ ପଦ ଏଇଟା। ଠିକ ଅଛି, ତଦଭାବ ଦର୍ଶନାଶ୍ୱାସୀ କର୍ତ୍ତରୀ ପ୍ରଥମା ହେଲା। ସାର୍ ମନସି ଯେ ଉପପଦ ତତ୍ପୁରୁଷ କି କାମଦେବଙ୍କର ଅଲଗା ନାଁ है? କାମଦେବଙ୍କର ଅନ୍ୟ ନାଁ ବି, ଆଉ ସମାସ କଲେ ବି ଉପପଦ ତତ୍ପୁରୁଷ ହିଁ ହବ। ମନସି ଜାତଃ ହେଲା ଉପପଦ ତତ୍ପୁରୁଷ। ଠିକ ଅଛି, ଚାଲ ତାପରେ କହୁଛନ୍ତି ପିଲେ କି ସ୍ନିଗ୍ଧଂ ବିକ୍ଷିତମନ୍ୟତୋପି ନୟନେ ୟତ ପ୍ରେରୟନ୍ତ୍ୟା ତୟା ୟାତମ ୟଚ୍ଚ ନିତଂ ବୟୋର ଗୁରୁତୟା ମନ୍ଦଂ ବିଲାସାଦିବ ମାଗା ଇତ୍ୟୁପ ଉଦ୍ଧୟା ଯଦପି ତତ୍ ସାସୂୟ ମୁକ୍ତା ସଖୀ ସର୍ବଂ ତତ୍ କିଲମତ୍ ପରାୟଣ ମହୋ କାମୀ ସ୍ୱତାଂ ପଶ୍ୟତି। ତ ଏଇଟା ହେଲା ଗୋଟେ ସୂକ୍ତି ପିଲେ, ଏଇ ଲାଇନଟା ଖାଲି ସୂକ୍ତି। କାମୀ ସ୍ୱତାଂ ପଶ୍ୟତି, ଏତିକି ସୂକ୍ତି ଗୋଟେ ହେଲା। ଯଦି ପଚାରେ ପିଲେ କାମୀ ସ୍ୱତାଂ ପଶ୍ୟତି କୋଉଠି ଅଛି ସୂକ୍ତିଟା, ତାହେଲେ ତମ ମାନେ ମଧ୍ୟ ଅଭିଜ୍ଞାନ ଶାକୁନ୍ତଳ ବୋଲି କହିବ ହେଲା। ଦେଖ ରାଜା କହୁଛନ୍ତି ପିଲେ କି ଯିଏ ପିଲେ କାମୀ ହେଇଥାଏ ନା, ଠିକ ଅଛି, ସିଏ ସ୍ୱତାଂ ପଶ୍ୟତି, ସବୁ ଜାଗାରେ ନିଜର ଭାବନାକୁ ହିଁ ଦେଖେ। ସ୍ୱତାଂ ମାନେ ପିଲେ ନିଜର ଭାବନା। ଠିକ ଅଛି, ସ୍ୱସ୍ୟ ଭାବଃ ସ୍ୱତା, କାହିଁକି ନା ଭାବ ଅର୍ଥରେ ପିଲେ ତ୍ୱ ଆଉ ତଲ ପ୍ରତ୍ୟୟ ହୁଏ ନା ନାଇଁ। ତାହେଲେ ପିଲେ କାମୀ ସ୍ୱତାଂ ପଶ୍ୟତି, ତାହେଲେ ଗୋଟେ କାମୀ ସବୁବେଳ ପାଇଁ ନିଜର ଭାବନାକୁ ହିଁ ଦେଖିଥାଏ ପିଲେ ସବୁ ଜାଗାରେ। ସିଏ କରୁଥାଉ ପିଲେ ଆଉ କୋଉ ମାନେ ଆଉ କୋଉଥିପାଇଁ, କିନ୍ତୁ ଇଏ କାମୀ ଭାବୁଥିବ କି ସବୁ ମୋରି ପାଇଁ ହିଁ କରୁଛି। ସିଏ ଚାହିଁଥିବ ପିଲେ ଆଉ କୁଆଡେ କି, କିନ୍ତୁ କାମୀ ଭାବୁଥିବ କି ସେ ମତେ ହିଁ ଚାହିଁଛନ୍ତି। ବୁଝିହେଲା, ତ ସେଥିପାଇଁ ରାଜା କହୁଛନ୍ତି କି କାମୀ ସ୍ୱତାଂ ପଶ୍ୟତି, ତ ମୋ ଭଳିଆ କାମୀ ସବୁବେଳେ ସବୁ ଜାଗାରେ ନିଜର ଭାବନାକୁ ହିଁ ଦେଖେ। ତାହେଲେ କାମୀ ହେଇଗଲା ପିଲେ ପ୍ରଥମା କର୍ତ୍ତରୀ ପ୍ରଥମା, ସ୍ୱତାଂ ପିଲେ କର୍ମଣି ଦ୍ୱିତୀୟା। ତାହେଲେ ରାଜା ପିଲେ ଏଠି କେମିତିକା ଦେଖୁଛନ୍ତି ନିଜର ଭାବନାକୁ? ଦେଖ କହୁଛନ୍ତି ସ୍ନିଗ୍ଧମ୍ ବିକ୍ଷିତମ୍ ଅନ୍ୟତଃ ଅପି ନୟନେ ୟତ ପ୍ରେରୟନ୍ତ୍ୟା ତୟା ହେଲା। ତ ପିଲେ ଅନ୍ୟତଃ ଅପି, ଅନ୍ୟ ଆଡକୁ, ନୟନ ହେଲା ପିଲେ। ଠିକ ଅଛି ପିଲେ, ତାହେଲେ ଅନ୍ୟତଃ ଅପି ମାନେ ଅନ୍ୟ ଆଡକୁ, ନୟନେ, ନୟନେ ମାନେ ଦୁଇ ଆଖିକୁ ହେଲା, ପ୍ରେରୟନ୍ତ୍ୟା ତୟା, ତ ପ୍ରେରିତ କରୁଥିବା ସିଏ ମାନେ କିଏ? ଶକୁନ୍ତଳା ହେଲା। ସ୍ନିଗ୍ଧଂ ବିକ୍ଷିତଂ, ସ୍ନିଗ୍ଧଂ ବିକ୍ଷିତଂ ମାନେ ପିଲେ ମାନେ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା। ତାହେଲେ ପିଲେ ଏଠି ଯୋଉ ତୟା ରହିଲା ନା ପିଲେ, ତ ପ୍ରେରୟନ୍ତ୍ୟା ତୟା ଏସବୁ ଜାଗା ତୃତୀୟରେ ଅଛନ୍ତି। ତ ଏ ସବୁ ଜାଗା କୋଉ ତୃତୀୟା ପିଲେ? ଅନୁକ୍ତେ ଅନୁକ୍ତେ କର୍ତ୍ତରୀ ତୃତୀୟା ପିଲେ ହେଲା। ଆଉ ନୟନେ ହଉଛି ପିଲେ କଣ? ନୟନେ ଅଧିକରଣ ସତ୍ୟ ନାହିଁ ପିଲେ, ଏଠି ନୟନ ହଉଛି ନା ହେଲା। ନୟନ ହଉଛି ପିଲେ କର୍ମଣି ଦ୍ୱିତୀୟା ହେଲା। ନୟନ ହଉଛି ପିଲେ କଣ? କର୍ମଣି ଦ୍ୱିତୀୟା। ସେ କହୁଛି ପରା ପିଲେ ଆରେ ନୟନମ୍ ନୟନେ, ଦୁଇ ବଚନରେ ନୟନ ହବନି? ଆଜ୍ଞା ତ ସେ କହୁଛି ନୟନେ ପ୍ରେରୟନ୍ତ୍ୟା, ତ ନିଜ ଆଖିକୁ ଅନ୍ୟ ଆଡିକି ପକଉଥିବା। ତୟା ମାନେ ସେହି ଶକୁନ୍ତଳା,
स्निग्धम वीक्षितम मते ना स्नेहपूर्ण दृष्टि चाहूची से देखुची अन्य कुआडे किंतु मु भाबुची कि से मते ही देखुची बोली आउ कौन ना यातम यच्च नितम वयोः गुरुतया मंदम विलासात इव आउ प्ले यातम माने जाउची से चालुथिला केमितिका ना नितम वयोः गुरुतया मंदम तो नितम वयोः माने कटि प्रदेशर पिले भारी कारणरू ठीक अछि गुरुतया माने पिले भारी कारणरू तो पिले मंदम यातम तो से धीरे धीरे जाउथिला हैला माने तार चालीटा ही सेमतिका धीरे धीरे किंतु मते लागुथिला कि ना से विलासात इव जेहेतु मोर प्रेम से पड़ जाए बड़ विलासपूर्ण भाव से मत देखी देखी धीरे धीरे चलुची ताले एठी पिले देख ये सब नितम वयो हो ये पिले हो शेषे षष्ठी है आउ पिले गुरुतया ये पिले हो हेतु तृतीया ये कौन हो पिले हेतु तृतीया आउ तापरे विलासात ये मध्य पिले हो हेतु पंचमी पंचमी ताले शकुंतला निज नितंबर भारी कारणरू धीरे धीरे चलुथिला किंतु मते लागुथिला कि ना से विलासात इव विलास कारणरू हाँ विलास कारणरू धीरे धीरे चलुछि बोली आउ कोन ना मा गाहा इति उपरुद्धया तपले मा गाहा यार माने हला प्ले जाओ नाही हला मा गाहा माने प्ले जाओ नाही हला तो इति उपरुद्धया एही भली भाबरे रोका जाइथिबा सही शकुंतला यद्यपि तत् सासूयम उक्ता सखी देख ये मुझे कही दौर पिले ताले पिले उपरुद्धया ये हूँ पिले तृतीय अच्छी ये कौ तृतीय पिले हो कहला अनुक्ते कर्तरी तृतीया है तापर एठी जो पिले सखी अच्छी पिले सखी हो पिले उक्ते कर्मणि प्रथमा है से कहूची जिते बड़े ता सखी ताकू मना कला कि नहीं तू जाई परिबु नाही बोली जेतेले ताकू रोकिला सेते बेले से सखी की पिले कहिला उक्ता माने कहिला कौन कहिला ना सासुयम माने रागी किरी ताकू कहूची किंतु मते लागुची कि सर्वम तत किल मत परायणम किंतु से सब भी केवल मोरी पाई ही थिला मत परायणम माने मोरी पाई ही थिला तो एथरु केडे आश्चर्यकर कथा कि कामी स्वताम पश्यति तो कामी लोक सब बेल निजर भावना को ही सबुठ देखी थाए से करुची आउ कोथि पाई किंतु मते लागुची सब किछि मत परायणम मो पाई करुची बोली ताले पिले जो सासुयम पिले अछि ये हे जीव सासुयम टा पिले हे जीव कोन क्रिया क्रिया विशेषणे द्वितीया हैला आ सर्वम तत् माने कोन सासुयम माने जो असूया सह वर्तमानम सासूयम माने रागे केरी किछि कहबा हैला क्रोध पूर्वक ठीक अछि आउ बाकी पिले सर्वम मत परायणम ये सब जाक पिले हे जिबा कोन कर्तरी प्रथमा कहरा सासूयम हला क्रिया विशेषण द्वितीया क्रियार विशेषण उक्तार विशेषण सर माँ माँ गाटा पिले क्रियापद झियो ठीक अछि सर इत्युपर अध्याय सेटा अनुक्त कर्तरी तृतीया केमति हला माने एठी ना तृतीय आइछि जे माने रोका जाइथिबा शकुंतला सखी को कहिला किंतु उक्ता जेहेतु माने एक्चुअली रोका जाइथिबा शकुंतला हला कर्ता किंतु यदि कर्ता रे तृतीय आइछि यार माने कोन हबो सेटा अनुक्त कर्तरी तृतीय हला आ बाकी सखी को कहिला सखी कर्म किंतु कर्म रे कोन आइछि पिले प्रथमा तले पिले उक्त कर्मणि प्रथमा ठीक अछि पिले तो संधि विच्छेद हे परियो पिले विक्षितम प्लस अन्यतः प्लस अपि हैला विक्षितम प्लस अन्यतः प्लस अपि हैला आउ तापरे पिले आउ संधि कोन अत्र अछि यच्च रे पिले यत प्लस च यच्च हैला आउ नितम वयोः टिके विक्षितम जो कहले सेटा अन्यत हळंत हाँ विक्षितम टा मरे हळंत तापरे अन्यतः तारे विसर्ग तापरे अपि अन्यत हैला आउ पिले नितम वयोः प्लस गुरुतया नितम वयोर गुरुतया
ଆଉ ଏଇଟା ସେମିତି କଣ ହେଇଯିବ ପିଲା ବିଲାସା ଦିବ ବିଲାସାତ ପ୍ଲସ ଇବ ପିଲେ ହେଲା। ଆଉ ଏଇଠି ମଧ୍ୟ ସନ୍ଧି ହେଇଛି ଯେ ୟାକୁ ପିଲେ ଛାଡ, ଏଠି ପିଲେ ହବା କଥା ମା ପ୍ଲସ ଯୋଉ ଗା ଅଛି ପିଲେ ଗା ନୁହଁ ସେଟା ଅଗାହା, କିନ୍ତୁ ସେଟାକୁ ପିଲେ ଅଟା ଲୋପ ହେଇଯାଇଥାଏ ପିଲେ। ଠିକ ଅଛି। କଣ ସୂତ୍ର ପିଲେ ମାଙ୍ଗି ଲୁଙ୍ଗି ଏମିତି ସୂତ୍ରଟା ଅଛି ହେଲା, ସେଥିରେ ଅଲୋପ ହେଇଯାଏ। ତାହେଲେ ଏଥିରେ ପିଲେ ଗାହା ପ୍ଲସ ପିଲେ ଇତି ପ୍ଲସ ଉପରୁଦ୍ଧୟା ହେଲା, ଇତି ଉପରୁଦ୍ଧୟା। ଠିକ ଅଛି। ଆଉ ପିଲେ ୟଦପିଟା ୟତ ପ୍ଲସ ଅପି ୟଦପି, ଓକେ ବାସ୍ ଏତିକି ସନ୍ଧି ପିଲେ ଅଛି, ଆଉ ଏଥିରେ ସନ୍ଧି କିଛି ନାହିଁ ହେଲା। ମତ ପରାୟଣମ ପ୍ଲସ ଅହୋ ଇଏ ତ କିଛି ସନ୍ଧି ନୁହଁ, ମିଶିକିରି ଅଛି। ତାହେଲେ ପିଲେ ନିତମ୍ବ ହେଲେ ବିସର୍ଗ ରହିବ। ହଁ ନିତମ୍ବୟରେ ବିସର୍ଗ ରହିବ। ଆଉ ପ୍ରକୃତି ପ୍ରତ୍ୟୟ ଯଦି ଦେଖିବ ପିଲେ ସ୍ନିଗ୍ଧମ, ସ୍ନିଗ୍ଧମ ର କଣ ପ୍ରକୃତି ପ୍ରତ୍ୟୟ ପିଲେ ହେଇପାରିବ? ସ୍ନେହୀ ଯୁକ୍ତ ତ। ତ ସ୍ନେହ ଯୁକ୍ତ ତ ପିଲେ ସ୍ନିଗ୍ଧ, ସ୍ନେହ ପ୍ଲସ ତ ସ୍ନିଗ୍ଧ। ଆଉ ବିକ୍ଷିତରେ ପିଲେ ବି ପ୍ଲସ ବି ଉପସର୍ଗ କୋ ଧାତୁ ପିଲେ ଇକ୍ଷ ଧାତୁ। ଆରେ ଓକେ ଇକ୍ଷ ଧାତୁ ପ୍ଲସ ତ ପ୍ରତ୍ୟୟ ବିକ୍ଷିତମ, ଇକ୍ଷ ରେ ପିଲେ ଦୀର୍ଘ ଇ ହେଲା। ତାପରେ ଆଉ କିଛି ଅଛି କି ସେମିତି ପିଲେ ତାପରେ ୟାତମ, ୟାତମ ରେ ପିଲେ ଜାଣିଛ ପିଲେ ୟା ପ୍ଲସ ତ ୟାତମ ହେଲା ୟାତମ। ତାପରେ ଉପରୁଦ୍ଧୟରେ ପିଲେ କଣ ହେଇଯିବ ଉପ ପ୍ଲସ ରୁହ ନାହିଁ ରୁଧ ଧାତୁ, ରୁ ଧରେ ହଳନ୍ତ ପ୍ଲସ କ୍ତ ହେଲା, ର ରେ ହର୍ଷ ଉକାରେ ପିଲେ ଉପ ରୁଧୁ ପ୍ଲସ କ୍ତ ଉପରୁଦ୍ଧ। ଠିକ ଅଛି। ତାପରେ ଉକ୍ତାରେ ପିଲେ ବଚ ପ୍ଲସ କ୍ତ, ଆରେ ବଚ ପ୍ଲସ କ୍ତ ହେଲେ ତ ପିଲେ ଉକ୍ତା ହବ ନା ନାଇଁ? ଆଜ୍ଞା ସାର୍। ହଁ ତ ସଇଲା ପିଲେ ଏତିକି ହିଁ ଏଥିରେ ଅଛି ହେଲା। ସ୍ନିଗ୍ଧମ୍ ବିକ୍ଷିତମ୍ ଏଟା କର୍ମଣି ଦ୍ୱିତୀୟା? ନାଇଁ ନାଇଁ ସ୍ନିଗ୍ଧମ୍ ବିକ୍ଷିତମ୍ ଝିଅ, ଏଠି ବିକ୍ଷିତମ୍ ଟା କଣ କରିବ? ବିକ୍ଷିତମ୍ ଟା ନର୍ମାଲି ଝିଅ କ୍ରିୟାପଦ ହିସାବରେ ଗ୍ରହଣ କରିଛନ୍ତି ଆଉ ନା ଭାବ ଏଟା ଇଏରେ ହେଇଛି ଆଉ ଭାବ ବାଚ୍ୟରେ କରାହେଇଛି ଆଉ ହେଲା। ଆଉ ସ୍ନିଗ୍ଧମ୍ ଟା ଝିଅ କ୍ରିୟା ବିଶେଷଣ ଦ୍ୱିତୀୟା କରିବ। ଠିକ ଅଛି। ଉକ୍ତା କହିଲେ ଆମର ଉତ୍ସାହ ହବନି ନା ଉତ୍ସାହ? ଉକ୍ତା କରିବ ବଚ ପ୍ଲସ କ୍ତ ଏଇଠି ଅଛି ନା, ବଚ ପ୍ଲସ କ୍ତ ହେଲେ କଣ ହବ ଉକ୍ତ ହବ, ବାକି ସ୍ତ୍ରୀଲିଙ୍ଗରେ ଏଠି ଉକ୍ତା ହେଇଛି ଆଉ ହେଲା। ତ ହେଇଯିବ ପିଲେ ଏଥିରେ ଆଉ କିଛି ନାହିଁ। ଶାଶୁୟମ ଟା ପିଲେ ଅସୂୟା ସହ ବର୍ତ୍ତମାନମ ଶାଶୁୟମ କୋଉ ସମାସ? ସହାର୍ଥ ବହୁବ୍ରୀ। ଆଉ ସମାସ ସେଥିରେ ସେମିତି କିଛି ନାହିଁ ପିଲେ ହେଲା। ଚାଲ ତାହେଲେ ସାର୍ ପ୍ଲାନ କାମିରେ କଣ କରୁଛ? କାମିରେ କାମିରେ ଝିଅ ନିନି ପ୍ରତ୍ୟୟ। ଠିକ ଅଛି। ହେଲା ତ ଦ୍ୱିତୀୟ ଅଙ୍କରୁ ପିଲେ ଦିଟା ହିଁ ଦେଖିବ, ତାପରେ ପିଲା ମାନେ ତୃତୀୟ ଅଙ୍କ ପାଖକୁ ଯିବା। ତ ଗୋଟେ ମିନିଟ ଏଥିରେ ତୃତୀୟ ଅଙ୍କ ପିଲେ ହେଲା। ଆକ୍ଚୁଆଲି ଏଥିରେ ଟିକେ ନା ମାନେ ଇଏ ହଉଛି ପିଲେ ଲେଖିଲା ବେଳକୁ ଟିକେ ଅସୁବିଧା ହଉଛି। ହଁ ହଉ ଚାଲ ଏଥିରେ ଦେଖିଦିଅ ପିଲେ, ନହେଲେ ତାକୁ ସେଥିରୁ ପୁଣି ବାଛି ବାଛି ପଢିବାକୁ ପଡିବ। ତୃତୀୟ ଅଙ୍କରୁ ପୁଣି ଶ୍ଲୋକ ଦେଖିବାକୁ ପଡିବ, କେତେ ନମ୍ବର ଶ୍ଲୋକ କଣ ହେଲା। ଚାଲ ତୃତୀୟ ଅଙ୍କର ପିଲେ ପ୍ରଥମ ଇମ୍ପୋର୍ଟାଣ୍ଟ ଶ୍ଲୋକ ଦେଇଛି ପିଲେ କି ଅୟମ ସତେତି ସତିସଙ୍ଗମୁତ୍ସୁକଃ ବିଶଙ୍କସେ ଭୀରୁ ୟତୋବ ଧୀରଣାମ୍ ଲଭେତ ବା ପ୍ରାର୍ଥୟିତା ନବା ଶ୍ରିୟମ୍ ଶ୍ରିୟା ଦୁରାପହ ହେଲା କଥମ ଇପ୍ସିତୋ ଭବେତ୍। ଠିକ ଅଛି। ତ ତମମାନଙ୍କୁ ଯୋଉ ପିଲା ମୁଁ ଦେଇଛି ଗୋଟେ ଲିଙ୍କଟା, ସେଇ ଲିଙ୍କରେ ତମମାନେ ଆର ପୁରା ଭଲସେ ଅର୍ଥ ପିଲେ ଦେଖିପାରିବ ବୁଝିହେଲା। ସେଥିରେ କାହିଁକି ନା ପୁରା 7ଟା ଯାକ ଅଙ୍କ ଲେଖା ହେଇଛି ହେଲା। ଚାଲ ତ ଦେଖିବ ଏଇଟା କେତେ ନମ୍ବର ଶ୍ଲୋକ, ତମ ସେ ବହିରୁ ପିଲେ ଖୋଜିବ ଟିକେ ହେଲା। ଚାଲ ମୁଁ ଦେଖେଇ ଦଉଛି, ତମମାନେ ବାକି ସାର୍ ଖୋଜିକିରି ବାହାର 12 କର। ନମ୍ବର ଏଇଟା। ତୃତୀୟ ଅଙ୍କର 12 ନମ୍ବର ସାର୍ ଏଇଟା ଶ୍ଲୋକ। 12 ନମ୍ବର ଶ୍ଲୋକ। ଆଜ୍ଞା ସାର୍। ହଉ ଠିକ ଅଛି ପିଲା ହେଲା, ଦେଖିବ ଆଉ କେତେ ନମ୍ବର ଶ୍ଲୋକ ହେଇଛି ପିଲା ଆଉ। ଚାଲ ତାହେଲେ ସେ କହୁଛନ୍ତି ପିଲେ କି ହେ ଭୀରୁ, ଠିକ ଅଛି। ତାହେଲେ ଭୀରୁ ପିଲେ ହେଇଗଲା କଣ ସମ୍ବୋଧନେ ପ୍ରଥମ ପ୍ରଥମା। ଠିକ ଅଛି। ତ ହେ ଭୀରୋ
संबोधन पिले प्रथमा कौन हे भीरु माने राजा दुष्यंत कौन पिले काहू कहउचंदी शकुंतला कहउचंदी ना हे नाइ निज को नहीं हे भीरु बोली शकुंतला कहउचंदी हैला त हे भयशीले एमती अर्थ रे पिले हे डरकुड़ी तले भीरु माने संबोधन प्रथमा पिले त यतः माने जहा ठारू अवधीरणाम विसंकसे तुम्हें अवधीरणा को आशंका करूछ हैला विसंकसे इटा हेले अवधीरणाम पिले हेजिबो कर्मणि द्वितीया हैला तले हे भीरु तुम्हें जहा कहले सर कोटा झिया भीरु संबोधन प्रथमा हैला संबोधन प्रथमा त जहा ठारू अवधीरणाम माने अवधीरणाम कहले प्ले रिजेक्शन बुझियोस त प्ले कोन अवधीरणा प्ले तिरस्कार प्रत्याख्यान त प्रत्याख्यान को तुम आशंका करूछ त अयम सह मु हेउची सही ते तुमर संगम उत्सुक त तुमर संगम को संगम पई उत्सुक हेकिरे तिष्ठति एठी ठिया हैछि आ तुमे मोठु कोन पई रिजेक्शन को तुमे ये करूछ कोन करूछ आशंका करूछ हैला ताले एठी प्ले संगम उत्सुक अयम सह इसु प्रथमा रे अछि प्ले इसु प्रथमा रे कोन हे जियो प्ले कर्तरी प्रथमा हैला तो अयम भी सया सह भी सया प्ले ठीक अछि आ बाकी ते जोडा अछि सेटा हे जियो कोन शेषे षष्ठी हैला ताले हे डरकुड़ी जहा ठारू तुमे अवधीरणा को आशंका करूछ ये होउची सही मु जे के तुमर संगम को इच्छा करी करी तुम पाखरे ठिया हैछि हैला तापर सुक्ति पिले ए दी लाइन सुक्ति लभे तव प्रार्थयिता नव श्रियम श्रिया दुरापह कथमिप्सितो भवे कहूची पिले कि पिले प्रार्थयिता माने जे चाहूची जे प्रार्थी तो प्रार्थयिता होउची पिले कर्तरी प्रथमा तो जे प्रार्थी सी पिले श्रियम माने लक्ष्मी तो लक्ष्मी को माने पिले कर्मणि द्वितीया ताले प्रार्थयिता लक्ष्मी को लभेत पाई भी पारे न भी पाई पारे ना नहीं अरे आमे जदि लक्ष्मी को चाहिबा तो लक्ष्मी हुए तो हमको मिली भी पारंती हुए तो न भी मिली पारंती किंतु श्रिया इप्सिता किंतु लक्ष्मी जहा को माने इच्छा करिवे तो कथम दुरापह भवे तो सी केमते दुर्लभ होई परिबो माने लक्ष्मी को जे इच्छा करूची तो लक्ष्मी हुए तो तांको मिली भी पारे न भी मिली पारे किंतु लक्ष्मी जहा को चाहुचंती पिले से केवल लक्ष्मी को पई दुर्लभ हबो कि को नहीं ताले सेति पे स्त्रिया इप्सिता प्ले स्त्रिया हे गेला पिले अनुक्ते कर्तरी तृतीया आ हला त इप्सिता तो ये हेला पिले कर्तरी सॉरी कर्तरी प्रथमा केनति पिले आ त उक्ते कर्मणि प्रथमा हला ठीक अछि ताले लक्ष्मी को द्वारा माने इच्छा करा जाउथवा व्यक्ति कथम दुरापह भवेत तो केमिति बा दुर्लभ होई परिबो अर्थात दुर्लभ होई परिबो नाही हे जुआ कि पिले बुझियबो आज्ञा सर हेला ताले श्रियं टा कर्मणि द्वितीय कर्तरी प्रथम ना कर्मणि द्वितीय कर्मणि द्वितीय छ श्रियम द्वितीय रे छ संगम उत्सुकः पिले संगमे उत्सुकः संगम उत्सुकः को समास सप्तमी तत्पुरुष पिले संगमे उत्सुकः संगम उत्सुकः हैला तापर आउ किछ अछि कि पिले थरे समास आउ समास किछ नाही पिले थरे हैला प्रकृति प्रत्यय पिले कोडा हे परिबा श्रिया दुरापह जो क्रियाटा सारे हबनी कि तो कारण विभक्ति किछि अनुक्ते कर्तरी तृतीया ठीक अछि हैला आउ एथरे किछ प्रकृति प्रत्यय वाला किछ नाही पिले आउ संधि तमे जे देखियो पिले यतः प्लस अवधीरणाम यतोवधीरणाम एटा गोटे संधि पिले हे जिवो आउ पिले कथम प्लस इप्सितः प्लस भवेत हैला कथम इप्सितो भवेत ठीक अछि तो जीवा पिला को सर संगम उत्सुकटा षष्ठी तत्पुरुष सप्तमी तत्पुरुष जियो संगमे उत्सुकः संगम उत्सुकः सप्तमी तत्पुरुष हे जिवो ना कर्मणि द्वितीय अवधीरणम अच्छा दुरापह दुरापह भी पिले उक्ते कर्मणि प्रथमा हैला
चलो तापर क्षेत्र को पिले सेकेंड श्लोक रे कहउचंती हां एटा पिले ता पर श्लोक ही हेतिबो ए बहिरे जोटा भी तुम देखियो जति नंबर हेतिबो ता पर नंबर टा एटा हेतिबो अयम स यस्मात् प्रणयावधीरणाम असंकनीयाम करभोरु संकसे उपस्थितस्त्वाम प्रणयोत्सुको जन नरत्नम अन्विष्यति मृग्यते हि तत् एडार सुक्ति पिले हला ए तळ लाइन टा केवल सुक्ति ऊपर श्लोक रे पिले दी लाइन सुक्ति थिला लभेत वा प्रार्थयिता नवा श्रियम श्रिया दुरापह कथम इप्सितो भवेत् किंतु सेकेंड श्लोक रे पिले केवल लास्ट लाइन टा ही सुक्ति नरत्नम अन्विष्यति मृग्यते हि तत् चल तले कहूची पिले कि यस्मात् प्रणयावधीरणाम असंकनीयाम करभोरु तो पिले करभोरु हे गला संबोधने प्रथमा तो हे करभोरु माने हे सुंदरी ठीक अछि हे करभोरु हे सुंदरी यस्मात् माने जहा ठारू प्रणयावधीरणाम तो प्रेमर प्रत्याख्यान को पुणी प्रेमर प्रत्याख्यान केमिति काना असंकनीयाम जो प्रत्याख्यान केबे आशंका करिबा कथा ही नुह तो से भलिया प्रत्याख्यान को संकसे आशंका करूछ तो अयम सह ये होची सही लोक त्वाम उपस्थित तुम पाखरे उपस्थित अछि तुम पाखरे ठिया हैछि हैला केमिति काना प्रणय उत्सुक जन तुमर प्रणय पय उत्सुक हेकरी तुम पाखरे ठिया हैछि सेति पय तुमे तुमो केबे एते छोट बोली भाब नाही काहे कि ना रत्नम न अन्विष्यति रत्न केबे काहाकू खोजी न थाए ताले पे रत्नम एठी कोन अछि कर्तरी प्रथमा रत्न काहाकू खोजेनी बरम तत मृग्यते ताहा खोजा जाए ताले पे एठी जो तत हेगला ये हे जो पे उक्ते कर्मणि प्रथमा काहे ना मृग्यते पे कर्मणि प्रयोग न पे तत मृग्यते ताहा खोजा जाए अन्य द्वारा ना नहीं ताले पे तत रा एठी कोन हे जिवो उक्ते कर्मणि प्रथमा हैला तो रत्न काहाकू खोजी न थाए बरम रत्न को पे खोजा जाई थाए तो सेथि पय तुमे जहा ठारू एमति प्रणय अवधिरण को आशंका करूछ से तो तुम पाखरे ही ठिया हैछि आसिकरी ठीक अछि त्वाम उपस्थित तले एठी जो पिले त्वाम उपस्थित पिले हैला तो एठी त्वाम पिले काहे कि हैला द्वितीय विभक्ति अरे कौन पिले उपस्थित जो अछि उपस्थित सारे शत्रु साना जेगुड़ा थिले से हबनी कहितले आपण जे त प्रत्यय पय कि त्वाम एठी द्वितीय विभक्ति पिले हेछि ना अरे हमर गोटे सूत्र हम पढ़ितले पिले कोन उप अनु अधियांग बस गोटे थिला पिले एठी जो उप पिले अछि हैला उप पय पिले ठीक अछि एठी जो उप पिले अछि त उप उपपद पय त सेति पय एटा उत्तम माने कोन कहयो पिले तो हमर काहे द्वितीय विभक्ति हेछि बोली कर्म प्रवचन जोगे द्वितीय हैला काहे ना तम आमे जो सूत्र पढ़ितले पिले से अदि सिंह स्थासम कर्म थिला आ गोटे थिला पिले उप अनु अधियांग बस थिला सेतरे बस तत्व कथा उठतला ना नहीं आज्ञा हैला तो सेति पय एठी पिले उप ए जो कर्म प्रवचनीय पय पिले द्वितीय व्यक्ति जो कर्म प्रवचनीय जोगे द्वितीय ठीक अछि चलो ताले पिले हे जिवो तो एथरा कोन हे परिबो पिले उपस्थित ताले पिले उप प्लस तो पिले उपस्थित ठीक अछि आउ एथरे सेमति किछ अछि पिले प्रकृति प्रत्यय आउ किछ नै पिले प्रणय उत्सुक भी सेमति हो पिले प्रणय उत्सुक हैला सॉरी प्रणय उत्सुक को समास पिले सप्तमी तत्पुरुष हैला हे जिवो पिले आगु को जिबा चलो तापर एथरे संधि किछ अछि कि पिले अयम सह प्लस यस्मात् तो सह प्लस यस्मात् स यस्मात् तो विसर्ग कोन हेछि पिले लोप हो जाइछि हैला कौन कहले अयम अयम जने सह प्लस यस्मात् स यस्मात् हैला सर त्वामटा कर्म प्रवचनीय हबो त्वामटा कर्म प्रवचनीय जोगे केमिति होला सर एटा उपज कर्म प्रवचनीय अछि ठीक अछि तो तम गोटे प्ले शुनिथिबो लक्षण इत्थम भूत
ଆଁ କଣ ସୂତ୍ର ଥିଲା ପିଲେ? ଲକ୍ଷଣ ଇଥମ ଭୂତ ଇତମ୍ଭୂତ ଲକ୍ଷଣ ଉଁ ହଁ ଇତମ୍ଭୂତ ଲକ୍ଷଣ ଇତ୍ଥମ୍ଭୂତ ଲକ୍ଷଣେ। ହଁ ଇଥମ ଭୂତ ଲକ୍ଷଣ ଥିଲା ନା ଆଉ ଗୋଟେ ପିଲେ ଯୋଉ ଇଏ ଥିଲା ସେଥିରେ ଉପନାଧ୍ୟଂ ବସଃ ସେଇଟା ଉପ ଅନୁ ଅଧ୍ୟାୟ ସେଟା ବସ୍ ଧାତୁ ଝିଅ। ଏଠି କଣ ବସ୍ ଧାତୁ ହେଇଛି କି ଉପସ୍ଥିତ ହରେ? ନା ସାର୍। ଏଠି ହା ଧାତୁ ନା ଆଉ। ଆରେ ଯୋଉ କର୍ମ ଥିଲା ଗୋଟେ। ସେଠି ବି ଅଧି ସିଂ ସେଟା ଅଧି ଉପସର୍ଗ ଯୁକ୍ତ ଥିଲା ସେଠି ଉପ କଥା ସେ କହିନଥିଲା। ବୁଝି ହଉଛି ନା ନାଇଁ? ଆଜ୍ଞା। ତ ସେଥିପାଇଁ ପିଲେ ଯୋଉ କର୍ମ ପ୍ରବଚନୀୟରେ କର୍ମ ପ୍ରବଚନ ଭିତରେ ଉପ ଆସୁଥିଲା କି ନାଇଁ ପିଲେ? ଉପଲକ୍ଷଣେ ଏମିତି ଗୋଟେ ଆସୁଥିଲା ନା? ଆଁ ଉପ ଅନୁପ୍ରତି ସେଗୁଡା ଲାଗେନି। ହଁ ଦ୍ଵିତୀୟ ସେଗୁଡାକ ହବ ଲାଗିଲେ ମଧ୍ୟ ବି କଣ ହଉଥିଲା ପିଲେ ଦ୍ୱିତୀୟ ବିଭକ୍ତି ହଉଥିଲା। ଠିକ ଅଛି। ସାର୍ ସୂତ୍ର ଟା ହଉଛି ଅନୁଲକ୍ଷଣେ କି? ନାଇଁ ଅନୁଲକ୍ଷଣ ନାଇଁ ପିଲେ ଏଥର ଅନୁ ଲାଗୁଥିଲା ପିଲେ ହେଲା। ତ ସେଇଟାକୁ ତମେ ମାନେ ଦେଖିବ ପିଲେ ଗୋଟେ ତ ଥିଲା ଉପଧିକେଚ ଠିକ ଅଛି। ଗୋଟେ ଉପଧିକେଜ ସୂତ୍ର ନଥିଲା ପିଲେ ସେଥିରେ ଉପ ବି କଣ ହଉଥିଲା? କର୍ମ ପ୍ରବଚନ ହଉଥିଲା। ହୁଁ। ତ ଦେଖିବ ପିଲେ ସେଥିରେ ଆଉ ଗୋଟେ କହୁଥିଲା ପିଲେ କିନ୍ତୁ ବାକି ଏଠି ଯୋଉ ଦ୍ୱିତୀୟ ବିଭକ୍ତି ହେଇଛି ପିଲେ ତ କୋଉଥିପାଇଁ ଦ୍ୱିତୀୟ ହେଇଛି? କର୍ମ ପ୍ରବଚନୀୟ ପାଇଁ ହିଁ ଦ୍ୱିତୀୟ ହେଇଛି ପିଲେ ହେଲା। ତ ସୂତ୍ର ହଠାତ୍ ପିଲେ ମନେ ପଡୁନି ସୂତ୍ର କଣ ହେଇଥିବ ବାକି କିନ୍ତୁ କର୍ମ ପ୍ରବଚନ ପାଇଁ ହେଇଛି ପିଲେ ହେଲା ଅଧି କର୍ମ ଏସବୁ ପିଲେ ନାହିଁ କିଛି। ଚାଲ ତାପରେ ପିଲେ ଲାଷ୍ଟ ତୃତୀୟ ଅଙ୍କରେ ପିଲେ ଲାଷ୍ଟ ଇମ୍ପୋର୍ଟାଣ୍ଟ ଶ୍ଲୋକ ରହ ପ୍ରତ୍ୟାଶତିମ୍ ଯଦି ସୁବଦନା yaସ୍ୟତି ପୁନଃ ନକାଲମ୍ ହସ୍ୟାମି ପ୍ରକୃତି ଦୁରବାପା ହି ବିଷୟଃ ଇତି କ୍ଲିଷ୍ଟମ୍ ବିଘ୍ନେର୍ ଗଣୟତି ଚ ମେ ମୂଢ ହୃଦୟମ୍ ପ୍ରିୟାୟାଃ ପ୍ରତ୍ୟକ୍ଷମ୍ କିମପି ଚ ତଥା କାତରମିବ। ହେଲା ଚାଲ। ତ ଏଇଠି ସୁକ୍ତି ହେଲା ପିଲେ ଏଇଟା ପ୍ରକୃତି ଦୁରବାପା ହି ବିଷୟ ଇଏ ହେଲା ପିଲେ ସୁକ୍ତି। ଏଇ ଲାଇନ୍ ଟା କେବଳ ପ୍ରକୃତି ଦୁରବାପା ହି ବିଷୟଃ ଏ ଲାଇନ୍ ଟା ହିଁ କେବଳ ସୁକ୍ତି ପିଲେ। ତାହେଲେ କଣ ସେ କହୁଛନ୍ତି ରାଜା ପିଲେ? ରାଜା କହୁଛନ୍ତି ରହଃ ମାନେ ପିଲେ ଏକାନ୍ତେ ଅବୟବଦ ପିଲେ ରହ ଶବ୍ଦ ଟା ଠିକ ଅଛି। ହେଲା ତ ରହଃ ମାନେ ଏକାନ୍ତ ସ୍ଥାନରେ ପ୍ରତ୍ୟାଶତିମ୍ ପିଲେ ପ୍ରତ୍ୟାଶତିମ୍ ମାନେ ସାନ୍ନିଧ୍ୟ। ଯଦି ସୁବଦନା yaସ୍ୟତି ତ କହୁଛି ଯଦି ସୁବଦନା ମାନେ ସୁମୁଖୀ ଶକୁନ୍ତଳା ଏକାନ୍ତରେ ପ୍ରତ୍ୟାଶତିମ୍ yaସ୍ୟତି ତ ମୋର ସାନ୍ନିଧ୍ୟକୁ ପ୍ରାପ୍ତ କରେ ବା ମାନେ ମୋ ପାଖକୁ ଆସେ ଦୁଷ୍ୟନ୍ତ କହୁଛନ୍ତି ପିଲେ ତାହେଲେ ସୁବଦନା ଇଏ ହେଇଗଲା ପିଲେ କର୍ତ୍ତରୀ ପ୍ରଥମା yaସ୍ୟତିର ପିଲେ କର୍ତ୍ତା ପ୍ରତ୍ୟାଶତିମ୍ ହେଇଗଲା ପିଲେ କର୍ମଣି ଦ୍ଵିତୀୟା। ହେଲା ଯଦି ସୁବଦନା ମାନେ ସୁମୁଖୀ ଶକୁନ୍ତଳା ରହଃ ଏକାନ୍ତରେ ପ୍ରତ୍ୟାଶତିମ୍ yaସ୍ୟତି ପୁନଃ ପୁଣି ଥରେ ମୋ ପାଖକୁ ଆସନ୍ତେ ତାହେଲେ ନା ନ କାଲମ୍ ହାସ୍ୟାମି ମୁଁ ଆଉ ସମୟ ନଷ୍ଟ କରିବିନି ଠିକ ଅଛି। କାଲମ୍ ପିଲେ ଏଠି ମଧ୍ୟ କର୍ମଣି ଦ୍ୱିତୀୟା ନ କାଲମ୍ ହାସ୍ୟାମି ହେଲା। ତ ଉହାକ ତ୍ୟାଗେ ଧାତୁ ପିଲେ ତ ମୁଁ ଆଉ କାଳକୁ ତ୍ୟାଗ କରିବିନି ମାନେ ସମୟ ନଷ୍ଟ କରିବିନି। କାହିଁକି ନା ଯୋଉ ଯୋଉ ପିଲେ ବିଷୟ ଗୁଡାକ ବିଷୟ ମାନେ ପିଲେ କଣ କୋଉ ବିଷୟ? କାମନା ବାସନା ଆଦି ବିଷୟ ହେଲା। ତ ଏସବୁ ଯୋଉ ବିଷୟ ଗୁଡାକ ଏମାନେ ନା ପ୍ରକୃତି ଦୂରବାପାଃ ପିଲେ ପ୍ରକୃତ୍ୟା ଦୂରବାପାଃ ପ୍ରକୃତି ଦୂରବାପାଃ କୋଉ ସମାସ ପିଲେ ହବ? ତୃତୀୟ ତତ୍ପୁରୁଷ। ତୃତୀୟ ତତ୍ପୁରୁଷ ପିଲେ ତ ପ୍ରକୃତ୍ୟା ଦୂରବାପାଃ ପ୍ରକୃତି ଦୂରବାପାଃ ପିଲେ ତୃତୀୟ ତତ୍ପୁରୁଷ କାହିଁକି ନା ଯୋଉ ବିଷୟ ଗୁଡାକ ହେଇଥାନ୍ତି ଏମାନେ ସ୍ୱାଭାବିକ ବଡ ଦୁର୍ଲଭ ହେଇଥାନ୍ତି ସହଜେ ମିଳିନଥାଏ। ସେଥିପାଇଁ ଶକୁନ୍ତଳାଙ୍କୁ ନିଜ ପାଖରେ ପାଇକିରି ମଧ୍ୟ ଠିକ ଅଛି ତ ମୋର ମୁଁ ସମ୍ପୂର୍ଣ୍ଣ ଭାବନା ତାଙ୍କ ଉପରେ ପ୍ରକଟ କରିପାରିନି। କିନ୍ତୁ ଯଦି ପୁଣି ଥରେ ବି ଶକୁନ୍ତଳା ଏକାନ୍ତରେ ଆସନ୍ତି ତାହେଲେ ଆଉ ସମୟ ନଷ୍ଟ କରିବିନି କାହିଁକି ନା ବିଷୟ ଗୁଡାକ ବଡ ପ୍ରକୃତି ଦୂରବାପା ସ୍ୱାଭାବିକ ଭାବରେ ବଡ ଦୁର୍ଲଭ ଅଟନ୍ତି। ତ ଇତି କ୍ଲିଷ୍ଟମ୍ ବିଘ୍ନୈଃ ଗଣୟତି ଚ ମେ ମୂଢ ହୃଦୟମ୍ ତ ଏହିଭଳି ଭାବରେ ବିଘ୍ନୈଃ କ୍ଲିଷ୍ଟମ୍ ମୂଢ ହୃଦୟମ୍ ତ ବିଘ୍ନ ଦ୍ଵାରା କ୍ଲିଷ୍ଟ ହେଇଥିବା ପିଲେ କ୍ଲିଷ୍ଟ ହେଇଥିବା ମାନେ ବିଘ୍ନ ଦ୍ଵାରା ଯୁକ୍ତ ହେଇଥିବା ମୂଢ ହୃଦୟମ୍ ତ ମୋର ଏ ମୂର୍ଖ ହୃଦୟ ଗଣୟତି ମାନେ ଚିନ୍ତୟତି ତାହେଲେ ଏଠି ଯୋଉ ମେ ଅଛି ପିଲେ ମେ ହେଇଗଲା କଣ? ଶେଷ ଷଷ୍ଠୀ। ଶେଷେ ଷଷ୍ଠୀ
ଆଉ ପିଲେ ମୂଢ ହୃଦୟ ହେଇଯିବ ପିଲେ କର୍ତ୍ତରୀ ପ୍ରଥମା ପ୍ରଥମା ହେଲା। ଆଉ ବିଘ୍ନ ହିଁ ପିଲେ ହେଇଯିବ କରଣେ କରଣ ତୃତୀୟା ତୃତୀୟା। ତାହେଲେ ବିଘ୍ନ ଦ୍ଵାରା କ୍ଲିଷ୍ଟ ହେଇଥିବା, ବିଘ୍ନ ଦ୍ଵାରା ଯୁକ୍ତ ହେଇଥିବା ମୋର ଏ ମୂଢ ହୃଦୟ ଏଭଳିଆ ଗଣୟତେ ଚିନ୍ତା କରୁଛି, କିନ୍ତୁ ପ୍ରିୟାୟାଃ ପ୍ରତ୍ୟକ୍ଷମ ଯେତେବେଳେ କିନ୍ତୁ ପ୍ରିୟାର ସାମ୍ନାକୁ ପଳେଇ ଆସୁଛି କିମପି ଚ ତଥା କାତରମିବ, ସେ ହଠାତ୍ କେମିତିକା ଗୋଟେ କାତର ପରିକା ହେଇଯାଉଛି, ଆଉ କିଛି ହେଲେ କରିପାରୁ ନାହିଁ। ତାହେଲେ ଏଠି ପିଲେ ପ୍ରିୟାୟାଃ ପ୍ରତ୍ୟକ୍ଷମ, ତାହେଲେ ପିଲେ ପ୍ରିୟାୟାଃ ଏଠି କଣ ହେଇଯିବ? ଶେଷ ଷଷ୍ଠୀ ଶେଷ ଷଷ୍ଠୀ ପିଲେ କରିବ ହେଲା, ଶେଷେ ଷଷ୍ଠୀ। ଠିକ ଅଛି। ତ ବାକି ଯୋଉ କାତରମ ଇବ ଏ ସବୁ ଯାକ ପିଲେ କର୍ତ୍ତରୀ ପ୍ରଥମା ପିଲେ ନା ମୂଢ ହୃଦୟ ବିଶେଷଣ ପଦ। ତାହେଲେ ପିଲେ ହେଇଯିବ, ବୁଝି ହେଇଯିବ। ଏଥିରେ ଆଉ ସନ୍ଧି କଣ ହେଇପାରିବ ସାର୍ ପିଲେ? ବିଘ୍ନ କଣ? କର୍ତ୍ତରୀ ପ୍ରଥମା ହବ। ହୁଁ ସାର୍ ବିଘ୍ନ ଟା କଣ? ବିଘ୍ନ ପରା ଝିଅ ହେଲା କରଣେ ତୃତୀୟା, ବିଘ୍ନ ହିଁ ହେଲା। ଠିକ ଅଛି ପିଲେ। ଆଉ ଏଥିରେ ସନ୍ଧି ହେଲେ ପିଲେ ହେଲା ବିଘ୍ନ ହିଁ ପ୍ଲସ ଗଣୟତି, ବିଘ୍ନେରି ଗଣୟତି ପିଲେ ବିଘ୍ନ ହିଁ ପ୍ଲସ ଗଣୟତି ହେଲା। ଆଉ ସନ୍ଧି ଏଥିରେ କିଛି ନାହିଁ ପିଲେ। ଠିକ ଅଛି। କାତରମ୍ ବି ହବ, କାତରମ୍ ବସେଇବ। ହଁ ସେଟା ଖାଲି ମିଶିଛି ସେମିତିକା ଆଉ, କାତରମ ପ୍ଲସ ଇବ କାତରମ ଇବ ହେଲା। ଚାଲ ତ ଯିବା ପିଲେ, ତ ଏତିକି ଥିଲା ତୃତୀୟ ଅଙ୍କରେ ପିଲେ କିଛି କିଛି ଇମ୍ପୋର୍ଟାନ୍ସ ଶ୍ଳୋକ। ତାପରେ ତମ ମାନେ ଯିବ ପିଲେ ଚତୁର୍ଥ ଅଙ୍କ ପାଖକୁ ପଳେଇ ଆସିବ। ହଁ ଚତୁର୍ଥ ଅଙ୍କରେ ପିଲେ ତ ଚତୁର୍ଥ ଅଙ୍କ ବି ତ ଏମିତିରେ ବି ଅଭିଜ୍ଞାନ ଶାକୁନ୍ତଳରେ ପିଲେ ବହୁତ ଇମ୍ପୋର୍ଟାଣ୍ଟ ଅଟେ ନାଇଁ କି? ଆଉ ତମମାନେ ତ ସମସ୍ତେ ପିଲେ ଅଭିଜ୍ଞାନର ଷ୍ଟୋରି ତ ଜାଣିଥିବ ହିଁ, କିଛି ଅସୁବିଧା ନାହିଁ ଅଭିଜ୍ଞାନର ପୁରା ଷ୍ଟୋରି। ଅଭିଜ୍ଞାନର ଷ୍ଟୋରି ନ ଜାଣିକିରି ଏମିତି ଥିବା ପିଲା କେହି ନଥିବ ବୋଲି ମୁଁ ଭାବୁଛି। ସମସ୍ତ ଅଭିଜ୍ଞାନର ଷ୍ଟୋରି ବହୁତ ଭଲସେ ଜାଣିଥିବ। ଚାଲ ତାପରେ ସେଥିରକୁ ଚତୁର୍ଥ ଅଙ୍କର ପିଲେ ଇମ୍ପୋର୍ଟାନ୍ସ ଶ୍ଲୋକ ଦେଇଛନ୍ତି। ପାଦନ୍ୟାସମ କ୍ଷିତିଧର ଗୁରୋଃ ମୂର୍ଧ୍ନି କୃତ୍ବା ସୁମେରୋଃ କ୍ରାନ୍ତମ ଜେନ କ୍ଷେପିତ ତମସା ମଧ୍ୟମମ ଧାମ ବିଷ୍ଣୋଃ ସ୍ୱୟଂ ଚନ୍ଦ୍ରଃ ପତତି ଗଗନାଥ ଅଳ୍ପ ଶେଷୈରି ମୟୂଖୈ, ଶେଷୈରି ମୟୂଖୈ ହବା କଥା ପିଲେ ଏଠି। ହଁ ଅଳ୍ପ ଶେଷୈରି ମୟୂଖୈଃ ଅତ୍ୟାରୂଢ଼ୈଃ ଭବତି ମହତାମ୍ ହେଲା ଅପ୍ୟପ ଭ୍ରଂଶ ନିଷ୍ଠା। ତ ଏଠି ପିଲେ ପ୍ରାତଃ କାଳର ପିଲେ ବନ୍ଦନା ଚାଲିଛି। ଠିକ ଅଛି। ପ୍ରାତଃ କାଳ ବନ୍ଦନା ପିଲେ ଦୃଶ୍ୟ ଯୋଉ କଣ୍ୱଙ୍କର ଶିଷ୍ୟ ପିଲେ କରୁଛି। କଣ କହୁଛି ପିଲେ ଏଠି ଇଏ ହେଲା ପିଲେ, ଏଇଟା ସୁକ୍ତି ହେଲା ପିଲେ ଗୋଟିକ ଅତ୍ୟାରୂଢ଼ି ଭବତି ମହତାମ ଅପି ଅପଭ୍ରଂଶ ରିଷ୍ଟା। ଚାଲ ତାହେଲେ ପିଲେ ଏ ଶ୍ଲୋକ କିଏ କହିଛି? କଣ୍ୱस्य ଶିଷ୍ୟ ହେଲା, କଣ୍ୱଙ୍କର ଶିଷ୍ୟ କହିଛି। ଠିକ ଅଛି। ତାହେଲେ କଣ୍ୱଙ୍କର ଶିଷ୍ୟ କହୁଛନ୍ତି ପିଲେ କି ପିଲେ କ୍ଷିତିଧର ଗୁରୋଃ, କ୍ଷିତିଧର ଗୁରୋଃ ମାନେ ପର୍ବତ ମାନଙ୍କର ଗୁରୁ। କିଏ ସେ ପର୍ବତ ମାନଙ୍କର ଗୁରୁ ପିଲେ? ହିମାଳୟ। ହିମାଳୟ ଯେ, କିନ୍ତୁ ଏଠି ପିଲେ ସୁମେରୁ ପର୍ବତକୁ କୁହାଯାଇଛି ନା କ୍ଷିତିଧର ଗୁରୋଃ। ସୁମେରୁ ପଦବୀ ଦେଇଛି ତ ପିଲେ ଏଠି। ତାହେଲେ କ୍ଷିତିଧର ଗୁରୁ ପର୍ବତ ମାନଙ୍କର ସ୍ଵାମୀ ସୁମେରୁର ମୂର୍ଧୁନି ମାନେ ମସ୍ତକରେ। ତାହେଲେ ପିଲେ ସୁମେରୋଃ କ୍ଷିତିଧର ଗୁରୋଃ ଇଏ ହେଇଗଲା ପିଲେ ଶେଷେ ଷଷ୍ଠୀ। ତାହେଲେ ପର୍ବତ ମାନଙ୍କର ସ୍ଵାମୀ ସୁମେରୁଙ୍କର ମୂର୍ଧନି ମାନେ ମସ୍ତକରେ, ତ ଏଠି ହେଇଗଲା ପିଲେ ମସ୍ତକରେ କଣ ଅଧିକରଣେ ସପ୍ତମୀ। ତ ମସ୍ତକରେ ପିଲେ ପାଦ ନ୍ୟାସମ କୃତ୍ବା, ତ ପିଲେ ପାଦ ପକେଇଥିଲା। ଦିନେ ଯୋଉ ଚନ୍ଦ୍ରମା ପର୍ବତ ମାନଙ୍କର ସ୍ଵାମୀ ସୁମେରୁ ପର୍ବତର ମସ୍ତକରେ ନିଜର ପାଦ ପକେଇଥିଲା। ଆଉ କଣ କରିଥିଲା ନା ଜେନ କ୍ଷେପିତ ତମସା, ଜେନ ମାନେ ଯିଏ, କ୍ଷେପିତ ତମସା ମାନେ ଅନ୍ଧକାରକୁ ଦୂର କରି, ହଁ ବିଷ୍ଣୋଃ ମଧ୍ୟମମ ଧାମ କ୍ରାନ୍ତମ, ତ ବିଷ୍ଣୁଙ୍କର ମଧ୍ୟମ ଧାମକୁ ଅତିକ୍ରାନ୍ତ କରିଥିଲା। ତାହେଲେ ପିଲେ ବିଷ୍ଣୁଙ୍କର ମଧ୍ୟମ ଧାମ ପିଲେ କୋଉଟା କି? ବିଷ୍ଣୁଙ୍କର ଯୋଉ ସେକେଣ୍ଡ ପାଦ ପିଲେ କୋଉଠି ପଡିଥିଲା? ବାମନ ଅବତାରରେ ସ୍ୱର୍ଗ ଲୋକରେ ପଡିଥିଲା ନା, ତ ସ୍ୱର୍ଗ ଲୋକ ପିଲେ। ତ ବିଷ୍ଣୁଙ୍କର ମଧ୍ୟମ ଧାମ ହଉଛି ସ୍ୱର୍ଗ ଲୋକ। ତ ଯିଏ ସ୍ୱର୍ଗ ଲୋକକୁ ମାନେ ପୁରାପୁରି ଖେଳି ହେଇକି ରହିଥିଲା। ତାହେଲେ ଏଠି ଯୋଉ ଜେନ ପିଲେ ହେଲା, ଇଏ ହେଇଗଲା ଅନୁକ୍ତ କର୍ତ୍ତରୀ
तृतीया हैला तो जेन और खेपित चमसा दीटा जाक पिले अनुक्त कर्तरी तृतीया तापर पिले मध्यमम धाम क्रांतम ये सब जाक गला पिले उक्ते कर्मणि प्रथमा हैला आ बाकी विष्णु होटा पिले शेषे षष्ठी आ ठीक है विष्णु हो शेषे षष्ठी ताले जो चंद्रमा अंधकार को दूर करी विष्णुकर मध्यम लोक को पूरा पूरी खेली हेकी रहितला तो सह अयम चंद्र तो सेही चंद्र पतति आज पड़ी जाउछि केमिति ना गगनाथ आकाश रु खसी पडुछि अल्प से ही मयूखे ही निजर अल्प किछि बंची थिबा किरण को नहीं हैला तले अल्प से ही मयूखे ही ये सब हे जो पिले करणे तृतीया हैला ये सब करणे तृतीया हैला तो करणे तृतीया भी हेई पिले कई याको सहार्थ तृतीया भी कहउचंदी पिले सहपद नथिले मध्य पिले सहार्थ तृतीया भी हेई परिबो कि सेही चंद्रमा आकाशरु निजर अल्प बंची रहिथिबा किरण सहित गगनाथ पतति ताले गगनाथ रा पिले कोन हे जिवो अपादाने पंचमी तो आकाशरु तळकु खसी पडुछि माने सकाळ हेलेनी पिले तो चंद्रमा रो आउ किछि किरण नाही से बर्तमान आकाशरु तळकु पिले खसी पडुछि माने अस्त हबा पई जाउछि तो सेथि पई एत्रु पिले कोन जणा पडिला कि पिले अत्यारूढ़ी माने पिले अत्यधिक उन्नति जेतेबेले जनकर बहुत उन्नति हे जाय तो अत्यधिक उन्नति महताम अपि माने महापुरुष मानकर भी अत्यधिक उन्नति पिले अपभ्रंश निष्ठा सब बेल पई पिले अपभ्रंश युक्त होई थाए अर्थात कहार अत्यधिक उन्नति केबे रही न थाए तो जेतेबेले जहार अत्यधिक उन्नति हे जाय तो तार धीरे धीरे कोन हे जाय पिले पतन हवा आरंभ हे जाय तो जेमती जो चंद्रमा दिने एते सब पिले करूथला ना ने सुमेरु भलिया पर्वतर मस्तक रे पाद रखितिला एते बड़ आकाश को खेली हेकी रहितला देखो सिया आज सकाळ हैला मात्रे कोन होउची तार अल्प किछि बंचिथिबा किरण को नेकरी आकाश तळकु खसी पडुची ताले अत्यारूढ़ी माने अत्यधिक उन्नति महताम अपि महापुरुष मानकर अत्यधिक उन्नति भी अपभ्रंश निष्ठा तो पिले अपभ्रंश युक्त होई थाए माने पिले पतन युक्त होई थाए ताले पिले अत्यारूढ़ी अपभ्रंश निष्ठा ये सब जाक पिले हे जिवो कोन कर्तरी प्रथमा आ पिले महताम हे जिवो पिले शेषे षष्ठी हैला ताले पिले बुझी हबो केते ही कथा ना नाही आ एथरे कोन अछि संधि पिले क्षितिधर गुरोह प्लस मूर्धनि क्षितिधर गुरोर मूर्धनि हैला सोयम पिले सह प्लस अयम सोयम तापर पिले गगनाथ प्लस अल्प शेषैहि प्लस मयूखैहि एति सेमति पिले अत्यारूढ़ी प्लस भवति अत्यारूढ़ी भवति हैला एति संधि पिले हिजबो आ कृत्वा तो तुम माने जानि छ पिले क्रू धातु पिले त्वा प्रत्यय हैला कृत्वा आ पिले क्रांतम टा हे जिवो को धातु पिले क्रम धातुरु त प्रत्यय त प्रत्यय पिले ला क्रांतम हैला पिले तापरे आ कोन हे परिबो पिले मध्यमम धाम विष्णु पतति गगनाथ अस्त्यारूढ़ी महत्तम आउ किछ नाही पिले ती अछि हैला प्रकृति प्रत्यय समास कोडा हो समास पिले पाद न्यासम पिले समास हे जिवो पादयोः न्यासम बा एठी तो पादयोः नाही किना चंद्र तो दीटा पाद नुह चंद्र पिले अनेक पाद त पिले कोन हे जिवो एठी पादा नाम न्यासम पाद न्यासम को समास षष्ठी तत्पुरुष हैला तापरे पिले क्षितिधर गुरोह पिले हे जिवो क्षितिधराणाम गुरोह क्षितिधर गुरोह क्षितिधराणाम गुरोह क्षितिधर गुरोह ये भी षष्ठी तत्पुरुष तापरे क्षपित तमसा पिले हे जिवो क्षपितानि क्षपितानि तमांसि जेन कमा तेन तो ये गला पिले बहुब्री समास क्षपितानि तमांसि जेन कमा तेन क्षपित तमसा हैला तापर पिला कोड हे परियो समास पिले अल्प शेष हिटा हे जिवो समास अल्प शेष हिटा कोन हे जिवो पिले अल्प शेष पिले नॉर्मली अल्पहा च शेषहा त एमति भी कर्मधार समास पिले हे परिबो ना
ଅଳ୍ପାଃ च ते शेषाः कमा तैः। तो पिले कर्मधारय समास ठीक अछि एतिकी पिले आउ एथरे किछि नाही ठीक अछि। अपभ्रंश निष्ठा पिले नै परिबो अपभ्रंशः हला अपभ्रंशः निष्ठा यस्याः सा अपभ्रंश निष्ठा को समास बहुब्रीहि समास बहुब्रीहि है ना। अपभ्रंशः निष्ठा यस्याः सा अपभ्रंश निष्ठा तो ये मध्य पिले बहुब्रीहि समास है अपभ्रंश निष्ठा। हौ एतिके सइला तापर पिले 2 नंबर रु श्लोक चतुष्टय पिले 2 नंबर 3 नंबर 4 नंबर 5 नंबर श्लोक चतुष्टय आ 6 नंबर लास्ट श्लोक है आ 5टा श्लोक पिले हम काली के देखिबा ठीक अछि। ए पंचम अंक रे टिके अधिक श्लोक पिले अछि पंचम अंक रु परीक्षा रे भी आस्ति पिले है तापर षष्ठी सप्तमी आ षष्ठ अंक सप्तम अंक किछि अल्प श्लोक पिले अछि 4 3 7 एथरे किंतु पिले 12टा श्लोक रहिछि पंचम अंक रे है हौ काली तो जाइलो पिले कोडा अपभ्रंश निष्ठा हाँ अपभ्रंशः निष्ठा यस्याः सा अपभ्रंश निष्ठा है ना। अपभ्रंशः निष्ठा हाँ अपभ्रंशटा पुल्लिंग निष्ठा स्त्रीलिंग है ना अपभ्रंशः निष्ठा यस्याः सा अपभ्रंश निष्ठा ठीक अछि। जो अल्पा च ते शेष तई गेले सेटा कर्मधारय कर्मधारय समास सर विघ्ने तो गणयतिर विघ्ने रे विसर्ग रहइबो विसर्ग रहइबो। सर हमर जो इब जोगे प्रथम हेले सेटा अव्यय जोगे प्रथम हेबनी किंतु अन्य कोनोसे अव्यय थिले सेटा हम अव्यय जोगे प्रथम लिखिबा। हाँ जोटी इति ए सब थिबो हम करबा ठीक अछि अव्यय केवल जोगे इब प्रथम को छाड़ के केवल इब को छाड़ दबो ठीक इबटा को छाड़ देगे आगे हौ पिले ठीक अछि आ पुणी हम माने संध्याळ को देखिबा व्याकरण पाठ टा को हला ସାର୍ ଗୋଟେ ଆଜ୍ଞା ସାର୍ ସାର୍ ଏଠାରେ ଯୋଉ ଥିଲା ଦ୍ୱିତୀୟ ଅଙ୍କର 2 ନମ୍ବର ଶ୍ଲୋକରେ ସେଥିରେ ଯୋଉ ଉପସ୍ଥିତ ଯୋଉ ଥିଲା ସେଟା ତ ଉପଟା ସାର୍ ଗୋଟିଏ ୱାର୍ଡ ନା ଉପସ୍ଥିତ ସେଟା ଉପଟା କର୍ମ କରୁଛି ନା ପୁଣି କେମିତି ହେବ? सेमती किछि कथा नै जो उपस्थित लेखा छै हला तो एकाठी भी लेखा हे परिबो अलगा करिक भी लिखि परिया ठीक अछि ଆଜ୍ଞା ସାର୍। हां ସାର୍ ସାର୍ ଧର ଯେକୌଣସି ପଦ୍ଧତି ହଉ ତାକୁ ହେଲା ମନୋବୈଜ୍ଞାନିକ ପଦ୍ଧତି ବୋଲି କେତେବେଳେ କୁହାହବ ଯଦି ଶିକ୍ଷଣ ସୂତ୍ରକୁ ଫଲୋ କରୁଥିବ शिक्षण सूत्र को फॉलो करथुो ठीक ଧର ପ୍ରତ୍ୟକ୍ଷ ପଦ୍ଧତି ତାହେଲେ ତ ମନୋବୈଜ୍ଞାନିକ ପଦ୍ଧତି प्रत्यक्ष पद्धति भी शिक्षण सूत्र को ये करूची हां काई मनोवैज्ञानिक न हो ସାର୍ ସେ କଣ କି ଯୋଉ ସୁଷ୍ମନ ସାରଙ୍କ ସେ ଗୋଟେ ଛୁଆଟେ କୋଚିଂ ଅଛି ସେ କହୁଥିଲା ଯେ ଆମକୁ ସାର୍ କହିଛନ୍ତି ଅମନୋବୈଜ୍ଞାନିକ ପଦ୍ଧତି ମୁଁ ଆଉ କିଛି କହିଲିନି ମୁଁ କହିଲି ना ହଉ जोउतरे शिक्षण सूत्र पिले फॉलो होची सब जाक मनोवैज्ञानिक पद्धति ही हैला सर ताहले अनुवाद पद्धति मनोवैज्ञानिक ना अमनोवैज्ञानिक अनुवाद पद्धति रे कोन होची सेतरे जे शिक्षण सूत्र को से फॉलो करूची कि ହଁ ଫଲୋ କରୁଛି ସ୍ଥୂଳରୁ ସୂକ୍ଷ୍ମ ଯୋଉ ବ୍ୟାକରଣ ଅନୁବାଦ ପଦ୍ଧତି ତ ହଁ ସେଟା ସ୍ଥୂଳରୁ ସୂକ୍ଷ୍ମ ସରଳରୁ କଠିନ ଅଭ୍ୟାସରୁ ଅଧିଗମ ହେଲା ପରେ ତ ଯୋଉ ଅନୁବାଦ ଶିଖୁଛି ପିଲାଟା ताले भी हो पिले ये पद्धति ठीक अछि मनोवैज्ञानिक ସେଟା ହଁ पद्धति ସେଟା ମନୋବୈଜ୍ଞାନିକ ପଦ୍ଧତି हैला हो पिले ठीक अछि पुणी हम माने संध्याळ को देखिबा हैला।